أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين يا أيها الذين آمنوا كتب عليكم الصيام كما كتب على الذين من قبلكم لعلكم تتقون أيام معدودات فمن كان منكم مريضا وعلى سفر فعدة من أيام أخر وعلى الذين يطيقونه فدية طعام مسكين فمن تطوع خيرا فهو خير له وأن تصوموا خير لكم إن كنتم تعلمون شهر رمضان الذي أنزل فيه القرآن هدى للناس وبينات من الهدى والفرقان فمن شهد منكم الشهر فليصم ومن كان مريضا على سفر فعدة من أيام أخر يريد الله بكم اليسر ولا يريد بكم العسر ولتكملوا العدة ولتكبروا الله على ما هداكم ولعلكم تشكرون हे विश्वासकारीमाने तुमମାନଙ୍କ ପାଇଁ ରୋଜା ରଖିବା ମଧ୍ୟ ସେହିପରି ଧାର୍ଯ୍ୟ କରାଯାଇଛି ଯେପରି ତୁମମାନଙ୍କ ପୂର୍ବବର୍ତ୍ତୀ ଲୋକମାନଙ୍କ ସକାଶେ ଧାର୍ଯ୍ୟ କରାଯାଇଥିଲା। ଫଳରେ ତୁମେମାନେ ଆଧ୍ୟାତ୍ମିକ ଓ ନୈତିକ ଦୁର୍ବଳତା ଜନିତ ତ୍ରୁଟିରୁ ରକ୍ଷା ପାଇବ। ସୁତରାଂ ତୁମେମାନେ ରୋଜା ରଖ କେତେକ ନିର୍ଦ୍ଦିଷ୍ଟ ଦିନରେ ଏବଂ ତୁମମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ପୀଡ଼ିତ ଥାଏ ବା ଯାତ୍ରା କରୁଥାଏ ତେବେ ତାହାକୁ ଅନ୍ୟ ଦିନମାନଙ୍କରେ ସେହି ନିର୍ଦ୍ଦିଷ୍ଟ ସଂଖ୍ୟା ପୂରଣ କରିବାକୁ ହେବ ଏବଂ ଯେଉଁମାନେ ଏହା ଅର୍ଥାତ୍ କ୍ଷତିପୂରଣ ଦେବାକୁ ସମର୍ଥ ସେମାନେ କ୍ଷତିପୂରଣ ସ୍ୱରୂପ ଜଣେ ଲେଖାଏଁ ଦରିଦ୍ର ଲୋକମାନଙ୍କୁ ଖାଇବାକୁ ଦେବା ବିଧେୟ। ଯେଉଁ ବ୍ୟକ୍ତି ସମ୍ପୂର୍ଣ୍ଣ ଆଜ୍ଞା ପାଳନ କରି କୌଣସି ପୁଣ୍ୟ କାର୍ଯ୍ୟ କରିବ ଏହା ତା ପକ୍ଷରେ ଉତ୍କୃଷ୍ଟ ହେବ ଏବଂ ଯଦି ତୁମେ ଜାଣିଥାଅ ତେବେ ବୁଝିପାରିବ
ଯେ ରୋଜା ରଖିବା ତୁମମାନଙ୍କ ପକ୍ଷରେ ଉତ୍କୃଷ୍ଟତର। ରମଜାନ ମାସ ହେଉଛି ସେହି ମାସ ଯହିଁରେ ପବିତ୍ର କୁରାନ୍ ଅବତୀର୍ଣ୍ଣ ହୋଇଅଛି, ଯାହା ସମସ୍ତ ଲୋକମାନଙ୍କ ପାଇଁ ସତ୍ପଥ ରୂପେ ପ୍ରେରିତ ହୋଇଅଛି ଏବଂ ଯହିଁରେ ପ୍ରକାଶ୍ୟ ପ୍ରମାଣମାନ ରହିଛି, ଯାହା ସତ୍ପଥ ପ୍ରଦର୍ଶିତ କରେ। ଏବଂ ତତ୍ସଙ୍ଗେ ପବିତ୍ର କୁରାନ୍ରେ ଆଲ୍ଲାହ ତାଆଲାଙ୍କ ନିର୍ଦ୍ଦେଶମାନ ମଧ୍ୟ ରହିଅଛି। ସୁତରାଂ ତୁମମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ଏହି ମାସରେ ପୀଡ଼ିତ ବା ଯାତ୍ରୀ ନ ଥାଇ ଗୃହରେ ଉପସ୍ଥିତ ଥିବ, ତା ପାଇଁ ସେହି ମାସରେ ରୋଜା ରଖିବା ଉଚିତ। ଏବଂ ଯେଉଁ ବ୍ୟକ୍ତି ପୀଡ଼ିତ ଥାଏ ବା ଯାତ୍ରା କରୁଥାଏ, ତାହାକୁ ଅନ୍ୟାନ୍ୟ ଦିନରେ ଏହି ସଂଖ୍ୟା ପୂରଣ କରିବାକୁ ହେବ। ଆଲ୍ଲାହ ତୁମମାନଙ୍କ ସକାଶେ ସହଜତା ଇଚ୍ଛା କରନ୍ତି ଏବଂ ତୁମମାନଙ୍କ ପାଇଁ କଠିନତା ଇଚ୍ଛା କରନ୍ତି ନାହିଁ। ଏବଂ ତୁମେମାନେ କଠିନତାରୁ ରକ୍ଷା ପାଇବା ପାଇଁ ସେ ଏହି ଆଦେଶ ଦେଇଛନ୍ତି, ଯଦ୍ୱାରା ତୁମେମାନେ ନିର୍ଦ୍ଦିଷ୍ଟ ସଂଖ୍ୟା ପୂରଣ କରିପାରିବ। ଏବଂ ଆଲ୍ଲାହ ତୁମମାନଙ୍କୁ ସତ୍ପଥ ଦେଖାଇଥିବାରୁ ତାଙ୍କ ମହିମା ଗାନ କର, ଫଳରେ ତୁମେମାନେ ତାଙ୍କଠାରୁ କୃତଜ୍ଞ ହେବ। ଆଲ୍ଲାହଙ୍କ କୃପାରୁ ଆସନ୍ତାକାଲିଠାରୁ ପବିତ୍ର ରମଜାନ ମାସ ଆରମ୍ଭ ହେଉଅଛି। ଆଲ୍ଲାହ ତାଆଲା ରମଜାନର ରୋଜା ଆମ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ନିୟତ କରିଛନ୍ତି। ଉପରେ ମୁଁ ପବିତ୍ର କୁରାନ୍ର ଯେଉଁ ପ୍ରଥମ ପଂକ୍ତି ପାଠ କରି ଆସିଲି, ସେଥିରେ ଏହି କଥା ଦର୍ଶାଯାଇଛି କି ରୋଜା ତୁମମାନଙ୍କ ଉପରେ ଏଥିପାଇଁ ଧାର୍ଯ୍ୟ କରାଯାଇଛି ଯଦ୍ୱାରା ତୁମେ ଧର୍ମପରାୟଣ ହେବ। ଏବଂ ଧର୍ମପରାୟଣ କ'ଣ, ଏହା ସ୍ପଷ୍ଟୀକରଣ କରି ଗୋଟିଏ ସ୍ଥାନରେ ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ଧର୍ମପରାୟଣତା ଏହିକି ଯେ ମାନବ ପ୍ରଭୁଙ୍କ ସମସ୍ତ ଅମାନତ ଓ ବିଶ୍ୱାସ ଆଣିଥିବା ସମୟରେ କରିଥିବା ପ୍ରତିଜ୍ଞା, ଏହିପରି ସୃଷ୍ଟିର ସମସ୍ତ ମାନତ ଓ ଶପଥକୁ ଯଥାସମ୍ଭବ ନିର୍ବାହ କରିବ, ଅର୍ଥାତ୍ ସେଗୁଡ଼ିକର ସୂକ୍ଷ୍ମାତିସୂକ୍ଷ୍ମ ଶାଖାମାନର ନିର୍ବାହ କରିବାରେ ନିଜର ସମସ୍ତ ସାମର୍ଥ୍ୟ ବିନିଯୋଗ କରିବ। ତେବେ ଅମାନତ ଓ ନିଜର ପ୍ରାଣର ସୂକ୍ଷ୍ମାତିସୂକ୍ଷ୍ମ ଶାଖାଗୁଡ଼ିକୁ ନିଜ ସମ୍ମୁଖରେ ରଖି ତାହାର ସମ୍ପାଦନ କରିବାରେ ନିଜକୁ ପ୍ରତିବଦ୍ଧ କରିନେଉ। ସୁତରାଂ ଏହା କୌଣସି ସାଧାରଣ କାର୍ଯ୍ୟ ନୁହେଁ। ପ୍ରଭୁ ଓ ତାଙ୍କ ସୃଷ୍ଟିର କର୍ତ୍ତବ୍ୟ କ'ଣ କ'ଣ ଏବଂ ତାହାର ଯଦି ଜଣେ ସୂଚୀପତ୍ର ପ୍ରସ୍ତୁତ କରେ, ତେବେ ମଣିଷ ମୁଣ୍ଡରେ ହାତ ଦେବ, ଆମେ ତ କେବଳ ଆଲ୍ଲାହ ତାଆଲାଙ୍କ ଉପାସନାର କର୍ତ୍ତବ୍ୟ ସମ୍ପାଦନ କରିପାରୁନାହେଁ। ଆମ୍ଭମାନଙ୍କର ଉପରେ ପ୍ରଭୁଙ୍କର ଯେତେ ଦୟା ଓ ଅନୁକମ୍ପା ରହିଛି, କେବଳ ସେଗୁଡ଼ିକର ଆମେ ଉପରେ ଏଭଳି କର୍ତ୍ତବ୍ୟ ନ୍ୟସ୍ତ ହେଉଛି କି ଆମେ ତାଙ୍କ କୃତଜ୍ଞ ଭକ୍ତମାନଙ୍କ ମଧ୍ୟରେ ସାମିଲ ହେବା ଉଚିତ। କିନ୍ତୁ ତାହା ମଧ୍ୟ ଆମେ ସମ୍ପନ୍ନ କରିପାରୁନାହେଁ ନା କରିପାରିବା। ଏତଦ୍ବ୍ୟତିରେକେ ଲୋକେ ପ୍ରଭୁଙ୍କ ପ୍ରଦତ୍ତ ବିଭୂତିରୁ ଉପକୃତ ହୋଇ ଚାଲିଛନ୍ତି, ଯେପରିକି ତାହା ସେମାନଙ୍କର ଅଧିକାର, ଯେତେବେଳେ କି ବାସ୍ତବରେ ତାହା ଆଲ୍ଲାହଙ୍କର ଦୟା, ଯାହାକି ଆମ ଅବସ୍ଥା ଓ ଅକୃତଜ୍ଞତା ସତ୍ତ୍ୱେ ସେ ଆମକୁ ପ୍ରଦାନ କରି ଚାଲିଛନ୍ତି। ଆମେ ଆଲ୍ଲାହଙ୍କ ନିକଟରେ କରିଥିବା ନିଜ ପ୍ରାଣକୁ ସମ୍ପନ୍ନ କରୁନାହେଁ, ସୃଷ୍ଟିର କର୍ତ୍ତବ୍ୟ ସମ୍ପାଦନ କରୁନାହେଁ, ପିତାମାତା ଓ ଗୁରୁଜନଙ୍କ କର୍ତ୍ତବ୍ୟ ସମ୍ପାଦନ କରୁନାହେଁ, ପଡ଼ୋଶୀ ଓ ଯାତ୍ରୀମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରୁନାହେଁ, ନିଜ ସମାଜର ସାମାନ୍ୟତମ କର୍ତ୍ତବ୍ୟ ମଧ୍ୟ ସମ୍ପାଦନ କରୁନାହେଁ। ଅତଏବ ଯଦି ଆମେ ନିରୀକ୍ଷଣ ଓ ଅନୁଧ୍ୟାନ କରେ, ତେବେ ଜାଣିପାରିବା ଯେ ନା ଆମେ ପ୍ରଭୁଙ୍କର ନା ସୃଷ୍ଟିର କୌଣସି ଗୋଟିକର କର୍ତ୍ତବ୍ୟ ସମ୍ପାଦନ କରିପାରିଛେ। ମୁଁ ଗୋଟିଏ ସାଧାରଣ ତାଲିକା ପ୍ରସ୍ତୁତ କରିଥିଲି, ଯେଉଁଥିରେ କେତେକ ବଡ଼ ବଡ଼ କର୍ତ୍ତବ୍ୟମାନ ଦର୍ଜ କରିଥିଲି। ସୃଷ୍ଟି ଓ ସ୍ରଷ୍ଟାର ତାହା ମଧ୍ୟ ପାଖାପାଖି 28 କିମ୍ବା 29 ଗୋଟି କର୍ତ୍ତବ୍ୟ ଥିଲା। ସେ ଯାହା ହେଉ, ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ପ୍ରକୃତ ଇମାନ ଏହିକି ଯେ ଏବଂ ତକ୍ୱା ପାଇଁ ଅପରିହାର୍ଯ୍ୟ କି ଆଲ୍ଲାହଙ୍କ ସହ କରିଥିବା ପ୍ରତିଜ୍ଞା ପୂରଣ କର ଏବଂ ଛୋଟ ଛୋଟ ନିର୍ଦ୍ଦେଶ ଓ ଅମାନତର କର୍ତ୍ତବ୍ୟ ମଧ୍ୟ ସର୍ବନିମ୍ନ ସ୍ତରରେ ଯାଇ ସମ୍ପାଦନ କର। ଏହିପରି ସୃଷ୍ଟିର କର୍ତ୍ତବ୍ୟ ସମ୍ପାଦନ କରିବା ତଥା ଅମାନତର କର୍ତ୍ତବ୍ୟ ସମ୍ପନ୍ନ ପ୍ରତି ଉଦ୍ବେଗ ମନ ମସ୍ତିଷ୍କରେ ଜୀବିତ ରହିଲେ
କୁହାଯାଇପାରିବ କି ଏହା ଧର୍ମପରାୟଣ ଅଟେ। ଆଲ୍ଲାହ ତାଆଲା କୁହନ୍ତି, ରମଜାନ ମାସ ଏଇଥିପାଇଁ ଆସିଅଛି କି ଗତ 11 ମାସ ହେଲା ତୁମେ ଯେଉଁ ଦୋଷ ତ୍ରୁଟି ଓ ଭୁଲ କରି ବସିଛ, ଉକ୍ତ କର୍ତ୍ତବ୍ୟ ସମ୍ପାଦନରେ ତାହାକୁ ଏହି ମାସରେ ନିଷ୍ଠାର ସହ ଆଲ୍ଲାହଙ୍କ ଖାତିର ବୈଧ ସାମଗ୍ରୀରୁ ମଧ୍ୟ ନିଜକୁ ଦୂରେଇ ରଖି ଅର୍ଥାତ୍ ଭୋକ ଓ ଉପାସ ବରଦାସ୍ତ କରି ପ୍ରଭୁଙ୍କ ଉପାସନା ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ ସମ୍ପାଦନ କରିବା ପ୍ରତି ଧ୍ୟାନ କେନ୍ଦ୍ରିତ କରି ଉକ୍ତ ଶୂନ୍ୟ ସ୍ଥାନକୁ ପୂରଣ କର। ଯେତେବେଳେ ଏହିପରି କରିନେବ ତେବେ ତାହା ହିଁ ତକ୍ୱା ଅଟେ ଅର୍ଥାତ୍ ଧର୍ମପରାୟଣ ଅଟେ ଏବଂ ଏହା ହିଁ ରମଜାନ ଓ ରୋଜାର ପ୍ରକୃତ ଉଦ୍ଦେଶ୍ୟ। ପୁନଶ୍ଚ ଯେ ଏହି ମହତ ଉଦ୍ଦେଶ୍ୟରେ ରୋଜା ରଖିବ ଓ ରମଜାନ ମାସ ଅତିବାହିତ କରିବ, ସେତେବେଳେ ତାହା ମଧ୍ୟରେ ଯେଉଁ ପରିବର୍ତ୍ତନ ସୃଷ୍ଟି ହେବ ତାହା କ୍ଷଣସ୍ଥାୟୀ ହୋଇନଥାଏ, ବରଂ ଏକ ଚିରସ୍ଥାୟୀ ପରିବର୍ତ୍ତନ ଅଟେ। ପୁଣି ଆଲ୍ଲାହଙ୍କ କର୍ତ୍ତବ୍ୟ ଓ ଉପାସନାର କର୍ତ୍ତବ୍ୟ ସମ୍ପାଦନ କରିବା ପ୍ରତି ମଧ୍ୟ ସदैବ ଧ୍ୟାନ ରହିଥାଏ। ସାଂସାରିକ କାର୍ଯ୍ୟବ୍ୟସ୍ତତା ଓ କଳୁଷତା ତୁମ ଉପରେ ବିଜୟ ଲାଭ କରିପାରିବ ନାହିଁ। ପୁଣି ମାନବ ଜାତିର କର୍ତ୍ତବ୍ୟ ସମ୍ପାଦନ ପ୍ରତି ମଧ୍ୟ ଧ୍ୟାନ ରହିଥିବ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ପାଇଁ ଅନ୍ୟର ଅଧିକାର ଆତ୍ମସାତ କରିବ ନାହିଁ। ଯଦି ଆମେ ଏହି ନିୟତ ଓ ଲକ୍ଷ୍ୟ ନେଇ ଉକ୍ତ ମାସରେ ପ୍ରବେଶ କରିବା ନାହିଁ, ତେବେ ଆମ ରମଜାନ ନିରର୍ଥକ ଓ ମୂଲ୍ୟହୀନ ସାବ୍ୟସ୍ତ ହେବ। ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ወସଲ୍ଲମ ଏକଦା କହିଲେ, ଯେଉଁ ବ୍ୟକ୍ତି ଆଲ୍ଲାହ ତାଆଲାଙ୍କ କୃପା ଲାଭ କରିବା ଉଦ୍ଦେଶ୍ୟରେ ରୋଜା ରଖିଥାଏ, ତେବେ ଆଲ୍ଲାହ ତାଆଲା ତାହାର ମୁଖ ଓ ଅଗ୍ନି ମଧ୍ୟରେ 70 ଖରିଫ ଦୂରତା ରଖିଦେଇଥାନ୍ତି। ଖରିଫ ଅର୍ଥ ଗୋଟିଏ ଋତୁ ଓ ଆସନ୍ତା ବର୍ଷ ସେହି ସମାନ ଋତୁ ମଧ୍ୟରେ ଥିବା ବ୍ୟବଧାନ ଅର୍ଥାତ୍ ଗୋଟିଏ ବର୍ଷ। ତେବେ ପ୍ରଭୁ ଏତେ ଦୀର୍ଘ ବ୍ୟବଧାନ ସୃଷ୍ଟି କରିଦେଇଥାନ୍ତି ଯାହାକି 70 ବର୍ଷ ସମାନ ଅଟେ। ତେବେ ଏହା ରୋଜାର ବରକତ ଅର୍ଥାତ୍ ଏହା ସେହି ତକ୍ୱା ଯାହାକି ରୋଜା ଜଣକ ମଧ୍ୟରେ ଆଣିଦେଇଥାଏ। ରୋଜା ମାତ୍ର 30 ଦିନ ପର୍ଯ୍ୟନ୍ତ ଏହା ଉତ୍ପନ୍ନ କରିନଥାଏ, ବରଂ ପ୍ରକୃତ ରୋଜା 70 ବର୍ଷ ପର୍ଯ୍ୟନ୍ତ ନିଜର ପ୍ରଭାବ ଦେଖାଇଥାଏ। ଏହି ହିସାବରେ ଆମେ ଦେଖିଲେ ରୋଜାର ଧାର୍ଯ୍ୟ ହେବା ପରେ ଅର୍ଥାତ୍ ଯେଉଁ ସାବାଳକମାନଙ୍କ ଉପରେ ଏହା ଲାଗୁ ହୋଇଥାଏ ଯେ ଏହାର ମର୍ମକୁ ବୁଝି ଉପାସ ରହିଥାଏ, ସେ ନିଜ ସାରା ଜୀବନ ଏଥିରୁ ପ୍ରକୃତ ପକ୍ଷେ ଉପକୃତ ହୋଇଥାଏ, ଯାହାକି ପ୍ରଭୁ ଏଥିରେ ନିହିତ ରଖିଛନ୍ତି ଏବଂ ସେ ତକ୍ୱାର ବାଟ ଖୋଜି କ୍ରୋଧରୁ ରକ୍ଷା ପାଇଯାଇଥାଏ ଏବଂ ତାଙ୍କ ପ୍ରସନ୍ନତା ଲାଭକାରୀ ହୋଇଯାଇଥାଏ। ଯଦି ଆମେ ଚିନ୍ତା କରିବା କି ଯଦି ଏଭଳି ରୋଜାଦାର ଆମମାନଙ୍କ ଗହଣରେ ସୃଷ୍ଟି ହୋଇଯାଆନ୍ତୁ, ତେବେ ତାହା କିଭଳି ସୁନ୍ଦର ପରିବେଶ ଓ ମନୋରମ ପରିବେଶ ହେବ, ଯେଉଁ ସ୍ଥଳେ ଆଲ୍ଲାହ ତାଆଲାଙ୍କ ଓ ଭକ୍ତର କର୍ତ୍ତବ୍ୟ ମଧ୍ୟ ସମ୍ପାଦନ ହେଉଥିବ। ଏବଂ ଏହା ହିଁ ସେହି ମନୋହର ପରିବେଶ ଯାହାକି ଜଣେ ମୋମିନ ପ୍ରତିଷ୍ଠା କରିବାର ଅଭିଳାଷୀ, ବରଂ ପ୍ରତ୍ୟେକ ମଣିଷ ଏପରି ପରିବେଶ ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରିଥାଏ। ଯେଉଁ ସ୍ଥଳେ ନିଜ ଅଧିକାରର ପ୍ରଶ୍ନ ରହିଛି, ତେବେ ଯେପରିକି ମୁଁ କହିଲି, ସାଧାରଣତଃ ଜଣେ ନିଜ ପାଇଁ ତ ଏହା ପସନ୍ଦ କରିନଥାଏ, ତେବେ ଅନ୍ୟ ପାଇଁ ପଛେ ମନେ ପଡ଼ୁ, କିନ୍ତୁ ଇସଲାମ ଏହା କହିଥାଏ କି ତୁମେ ଅନ୍ୟ ପାଇଁ ମଧ୍ୟ ସେହି ଭଳି ସ୍ୱାସ୍ଥ୍ୟକର ଓ ଉତ୍ତମ ପରିବେଶ ଉତ୍ପନ୍ନ କରିବା ପାଇଁ ଚେଷ୍ଟା କର। କେବଳ ନିଜ ସୁବିଧା ସୁଯୋଗ ଖୋଜ ନାହିଁ ଓ ନିଜ ସ୍ୱାର୍ଥ ଓ ଅଧିକାର ଦେଖ ନାହିଁ, ବରଂ ଅନ୍ୟର ଅଧିକାର ସୁରକ୍ଷା କର ଓ ତାହାକୁ ଅଗ୍ରାଧିକାର ଦିଅ, ସେଥିପ୍ରତି ଯତ୍ନବାନ ହୁଅ। ଆଜିକାଲି ଯେଉଁ ପ୍ରାଣଘାତିକ ସଂକ୍ରମଣ ପରିବ୍ୟାପ୍ତ ହୋଇଅଛି, ତାହା ପ୍ରଶାସନିକ ନିୟମ ଅନ୍ତର୍ଗତ ଅଧିକାଂଶ ଲୋକଙ୍କୁ ଘରେ ବନ୍ଦୀ କରି ବିଶେଷ କରିଦେଇଛି, ବନ୍ଦୀ କରିବାକୁ ବିବଶ କରିଦେଇଛି। କିନ୍ତୁ
ଏଠାରେ ଗୋଟିଏ ଭଲ କଥା ଜମାତରେ ଦେଖିବାକୁ ମିଳୁଅଛି ଏବଂ ବିଶ୍ୱର ପ୍ରତ୍ୟେକ ଦେଶରେ ମଧ୍ୟ ଏଥିପ୍ରତି ଧ୍ୟାନ କେନ୍ଦ୍ରିତ ହେଉଅଛି କି ଆମ ଖୁଦାମୁଲ ଅହମଦିଆ ଅନ୍ତର୍ଗତ ଭଲ୍ୟୁଣ୍ଟିୟର୍ସ ଯେଉଁ ସ୍ଥଳେ ଆବଶ୍ୟକ ସାହାଯ୍ୟ ଅନ୍ୟାନ୍ୟ ସହଯୋଗ ଆଦି ପ୍ରଦାନ କରିଚାଲିଛନ୍ତି, ତେବେ ଏହା ଯେଉଁ କର୍ତ୍ତବ୍ୟ ସମ୍ପାଦନ କରାଯାଉଅଛି ଏହା ଏକ ଏଭଳି ନମୁନା ଯେଉଁଥିରୁ ଆପଣା ତ ଉପକୃତ ହେଉଛନ୍ତି, ତତ୍ସହିତ ପରମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। ଅତଃ ମାନବ ସେବାର ଏହି ଚିନ୍ତା ଯାହାକି ଜାଗ୍ରତ ହୋଇଛି, ଏହା ଆମମାନଙ୍କ ମଧ୍ୟରେ ସदैବ ବିଦ୍ୟମାନ ରହିଥାଉ, ନା କେବଳ ହଙ୍ଗାମା ପରିସ୍ଥିତିରେ ଓ ଏଭଳି ଉତ୍କଟ ପରିସ୍ଥିତିରେ। ସେ ଯାହା ହେଉ, ଆଧ୍ୟାତ୍ମିକ ଉପକାରିତା କ'ଣ? ଲୋକେ ମୋତେ ପତ୍ର ଲେଖିଥାନ୍ତି ଯେ ଏହି କାରଣରୁ ଆମେ ଘରେ ଏକ ନୂତନ ପରିବେଶ ସୃଷ୍ଟି କରିଦେଇଛୁ କି ଆମେ ସମସ୍ତେ ଘରେ ବସିଯାଉଛୁ, ନମାଜ ସପରିବାର ପାଠ କରୁଅଛୁ, ପୁଣି ନମାଜ ପରେ କିଛି କ୍ଷଣ ପ୍ରବଚନ ଶୁଣିବାକୁ ମିଳୁଛି, ଏକାଠି ବସି ଖୁତବା ଶୁଣୁଛୁ ଏବଂ MTAରେ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ମଧ୍ୟ ଦେଖୁଅଛୁ। ଯଦି ଏହି ଲକଡାଉନ୍ ଆହୁରି ଅଧିକ ବଢ଼େ ଏବଂ ସମ୍ପୂର୍ଣ୍ଣ ରମଜାନ ଏପରି ଶେଷ ହୋଇଯାଏ, ତେବେ ବା ଜମାତ ନମାଜ, ଦରସ ଆଦି ଅଧିକ ଉତ୍ତମ ରୂପେ ସମ୍ପାଦନ କରିବାକୁ ଚେଷ୍ଟା କରିବା ଉଚିତ। ପିଲାମାନଙ୍କୁ ମଧ୍ୟ ସାମାନ୍ୟ ଧରଣର ସମସ୍ୟା ଆଦିର ସମାଧାନ ସମ୍ବନ୍ଧରେ ଅବଗତ କରାନ୍ତୁ। ଯେପରିକି ପୂର୍ବେ ଗୋଟିଏ ଖୁତବାରେ ମୁଁ କହିଥିଲି କି ନିଜ ଜ୍ଞାନରେ ଅଭିବୃଦ୍ଧି ଘଟାଇବା ଓ ଦୁଆ କରିବା ପ୍ରତି ବିଶେଷ ଧ୍ୟାନ ଦେବା। ଆଲ୍ଲାହ ତାଆଲାଙ୍କୁ ଦୟା ଭିକ୍ଷା କରନ୍ତୁ କି ନିଜ ପାଇଁ ଓ ସମଗ୍ର ସଂସାରବାସୀ ପାଇଁ। ଅତଃ ଏହି ଦିନ ଗୁଡ଼ିକରୁ ମଧ୍ୟ ଆମମାନଙ୍କୁ ବିଶେଷ ଭାବରେ ଉପକୃତ ହେବା ଉଚିତ। ଏହି ସଂକ୍ରମଣ ଘରମାନଙ୍କରେ ଯେଭଳି ପରିସ୍ଥିତି ସୃଷ୍ଟି କରିଛି, ସେଥିରୁ ଉଦ୍ଧାର ପାଇବା ନିମନ୍ତେ ମଧ୍ୟ ଆମମାନଙ୍କୁ ଧ୍ୟାନ କେନ୍ଦ୍ରିତ କରିବା ଉଚିତ, ନା କି ସେହି ଘରମାନଙ୍କ ପରି ନିଜ ଘରର ପରିବେଶ ସୃଷ୍ଟି କରନ୍ତୁ ଯେପରି ଜଣେ ସାଂସାରିକ କାମନା, ବାସନା, ଝଗଡ଼ା ଓ ବିଶୃଙ୍ଖଳାପୂର୍ଣ୍ଣ ଘର ଅଟେ, ଯେଉଁଠାରେ ଅଶାନ୍ତି ନିଜର ବସା ବାନ୍ଧି ବସିଛି। ଗୋଟିଏ ନୂତନ ପରିବେଶରେ ପୁଣ୍ୟକର୍ମ ପ୍ରତି ଧ୍ୟାନ କେନ୍ଦ୍ରିତ କରି ନିଜ ପରିବେଶକୁ ଉନ୍ନତ ଓ ସ୍ୱାସ୍ଥ୍ୟକର କରିବା ଉଚିତ। କେତେକ ସ୍ଥଳେ ପୁରୁଷ ଏପରି ପରିବେଶର ପୂର୍ଣ୍ଣ ଭାଗିଦାରୀ ହୋଇନଥାନ୍ତି ଯାହାକି ଏକ ଧାର୍ମିକ ଘରେ ସୃଷ୍ଟି ହୋଇଥାଏ ଏବଂ କେତେକ ମହିଳାଙ୍କ ପ୍ରାଥମିକତା ଭିନ୍ନ ରକମର ଥାଏ। ଏଭଳି ଲୋକମାନଙ୍କୁ ଏହା ଅବଗତ ହିଁ ନଥାଏ କି ଏପରି ଜଟିଳ ପରିସ୍ଥିତିରେ କେତେ ପ୍ରଭୁଙ୍କ ଶରଣାଗତ ହୋଇ ତାଙ୍କ ପ୍ରସନ୍ନତା ହାସଲ କରିବା ଜରୁରୀ ଏବଂ ଏହା ହିଁ ପିଲାମାନଙ୍କୁ ପ୍ରଭୁଙ୍କ ନିକଟତର କରିବାର ଅନୁକୂଳ ସମୟ। ଅତଏବ ଏହି ଦିନମାନଙ୍କରେ ଆମ ଘରେ ତଥା ପ୍ରତ୍ୟେକ ଅହମଦୀ ଘରମାନଙ୍କୁ ଏଥିପ୍ରତି ବହୁତ ଧ୍ୟାନ ଦେବା ଆବଶ୍ୟକ, ଯଦ୍ୱାରା ଆମେ ଅଧିକରୁ ଅଧିକ ପ୍ରଭୁଙ୍କ ପ୍ରେମ ହାସଲ କରିବା ନିଜର ପରିଣାମ ସତ୍କୃତ କରିପାରିବା। ପ୍ରଭୁ ଆମକୁ ତକ୍ୱାର ବାସ୍ତବିକତା ବୁଝିବା ଓ ସେଥି ମୁତାବକ କାର୍ଯ୍ୟକାରୀ କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ହଜରତ ମସିହ ମାଉଦ ଆଲୈହିସ୍ସଲାମ ତକ୍ୱାର ବ୍ୟାଖ୍ୟା ଭିନ୍ନ ଭିନ୍ନ ଶୈଳୀରେ ଅନେକ ସ୍ଥାନରେ କରିଛନ୍ତି। ହଜରତ ମସିହ ମାଉଦ ଆଲୈହିସ୍ସଲାମ ଚଳିତ ଯୁଗର ସୁନ୍ଦର, ସୁଦୃଢ଼ ଦୁର୍ଗ ଓ ଆଶ୍ରାୟକ। ସେ ଯେ ଆଲ୍ଲାହଙ୍କ ମାର୍ଗଦର୍ଶନ ଅନୁଯାୟୀ ଇସଲାମର ବାସ୍ତବ ଶିକ୍ଷା ଆମମାନଙ୍କ ନିକଟରେ ଉନ୍ମୁକ୍ତ କରି ଆମକୁ ଅତି ଦରଦର ସହିତ ପ୍ରଭୁ ଓ ତାଙ୍କ ରସୁଲଙ୍କ ପ୍ରଦର୍ଶିତ ମାର୍ଗ ଦର୍ଶାଇଲେ ଏବଂ ଏହି ଆଶ୍ରୟସ୍ଥଳୀରେ ପ୍ରବେଶ କରିବା ପାଇଁ ଉତ୍ସାହିତ କଲେ। ଅତଃ ଆମମାନଙ୍କର କର୍ତ୍ତବ୍ୟ କି ଆମେ ଏହି ଜମାତ ଆଶ୍ରୟସ୍ଥଳୀରେ ସାମିଲ ହୋଇ ଆପଣଙ୍କ ପବିତ୍ର ବାଣୀକୁ ଶୁଣି ସେଥି ମୁତାବକ ଅମଳ କରି ସେହି ପ୍ରତିଜ୍ଞାକୁ ପୂରଣ କରିବା ଯାହାକି ଆମେ ଆପଣଙ୍କ ସହ କରି ବସିଛେ ଏବଂ ଏତଦ୍ୱାରା ଆମେ ନିଜ ଇହ ଓ ପରକାଳ ସଫଳ କରିପାରିବା। ଏଠାରେ ମୁଁ ହଜରତ ମସିହ ମାଉଦ ଆଲୈହିସ୍ସଲାମଙ୍କର କେତେକ ସନ୍ଦର୍ଭ ଉପସ୍ଥାପନ କରିବି ଯାହାକି ଆପଣ ବିଭିନ୍ନ ଅବସରରେ ଅର୍ଥାତ୍ ବୈଠକରେ ଆପଣ ଜମାତର ସଦସ୍ୟମାନଙ୍କ ଆଧ୍ୟାତ୍ମିକ ଉନ୍ନତି ଓ ତକ୍ୱାରେ ଉନ୍ନତି କରିବା ନିମନ୍ତେ ଦର୍ଶାଇଛନ୍ତି। ଗୋଟିଏ ବୈଠକରେ ଆପଣ ତକ୍ୱା କ'ଣ ଓ ତାହା କିଭଳି ହାସଲ ହୋଇପାରିବ ସେଥି ସମ୍ବନ୍ଧରେ ସ୍ପଷ୍ଟୀକରଣ କରି କୁହନ୍ତି
ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ ସର୍ବପ୍ରଥମେ ବୁଝିବା ଦରକାର କି ତକୁଆ କ'ଣ ଏବଂ ତାହା କିଭଳି ହାସଲ ହୋଇପାରିବ। ମନେ ରଖ, ତକୁଆ ଏହିକି ଯେ ଜଣେ ସୂକ୍ଷ୍ମାତି ସୂକ୍ଷ୍ମ ଅପକର୍ମରୁ ନିଜକୁ ନିବୃତ୍ତ ରଖିବା। ତାହାର ହାସଲ କରିବା ଉପାୟ ବା ପନ୍ଥା ଏହିକି ଯେ ମଣିଷ ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରି ଯେପରି ପାପର ମୁହାଣରେ ମଧ୍ୟ ନ ପହଞ୍ଚେ ଏବଂ କେବଳ ନିଜ ଯୋଜନାକୁ ହିଁ ଯଥେଷ୍ଟ ମଣିବା ଉଚିତ ନୁହେଁ, ବରଂ ଏଭଳି ଦୁଆ ପ୍ରାର୍ଥନା କରିବା ଉଚିତ ଯେପରି ତାହା କରିବା ଅନିବାର୍ଯ୍ୟ, ଅର୍ଥାତ୍ ବସିପଡ଼ି ନତମସ୍ତକ ରହି ରୁକୁ ତଥା ଦଣ୍ଡାୟମାନ ଅବସ୍ଥାରେ, ଏପରିକି ପ୍ରତ୍ୟେକ ଅବସ୍ଥାରେ ଓ ପ୍ରତ୍ୟେକ ମୁହୂର୍ତ୍ତରେ ଏହି ଚିନ୍ତନରେ ଅଥୟ ଅଧୀର ଓ ବ୍ୟଗ୍ର ରହିବ କି ହେ ପ୍ରଭୁ, ମୋତେ ପାପଶକ୍ତ ଓ ମୋହମାୟା ଆଦି ସମସ୍ତ ପ୍ରକାର ଗର୍ହିତ କାର୍ଯ୍ୟରୁ ମୁକ୍ତି ପ୍ରଦାନ କରନ୍ତୁ। ଆପଣ କହିଲେ, ଆଠାରୁ ବଳି କୌଣସି ଉପହାର ନାହିଁ କି ମଣିଷ ପାପ ଓ ମୋହମାୟାରୁ ସୁରକ୍ଷିତ ଓ ପବିତ୍ର ହୋଇ ପ୍ରଭୁଙ୍କ ଦୃଷ୍ଟିରେ ସତ୍ୟବାଦୀ ପାଲଟି ଯାଉ। ଆପଣ କହିଲେ, କିନ୍ତୁ ଏହି ପୁରସ୍କାର କେବଳ ମାତ୍ର ଯୋଜନା ମାଧ୍ୟମରେ ହାସଲ ହୋଇନଥାଏ, ନା ପ୍ରୟାସ ଦ୍ୱାରା କିମ୍ବା କେବଳ ଦୁଆ ଯଥେଷ୍ଟ, ବରଂ ଦୁଆ କରିବା ହିଁ ଯଥେଷ୍ଟ, ବରଂ ସେସବୁ ଏକାଠି ହେଲେ ହିଁ ହାସଲ ହୋଇଥାଏ। ଏହା ହାସଲ ହୋଇପାରେ। ଯେପର୍ଯ୍ୟନ୍ତ ଦୁଆ ଓ ଚେଷ୍ଟା ତାହାର ଚରମ ସୀମାକୁ ପହଞ୍ଚି ଯାଇନାହିଁ, ତାହା ହାସଲ ହୋଇନଥାଏ। ଆପଣ କୁହନ୍ତି, ଯେଉଁ ବ୍ୟକ୍ତି କେବଳ ଦୁଆ କରେ ଓ ଯୋଜନା ଅନୁଯାୟୀ ପ୍ରୟାସ କରିନଥାଏ, ସେ ଭୁଲ କରିଥାଏ ଏବଂ ପ୍ରଭୁଙ୍କୁ ପରୀକ୍ଷାରେ ପକାଇଥାଏ। ଏହିପରି ଯେ କେବଳ ଯୋଜନା କରିନିଏ ଓ ଦୁଆ କରେ ନାହିଁ, ତେବେ ସେ ଜଣେ ଚପଳ ମଣିଷ। ସେ ପ୍ରଭୁଙ୍କ ନିକଟରେ କ୍ଷମା ଯାଚନା କରି ନିଜ ପରାମର୍ଶ, ଯୋଜନା ଓ ବାହୁବଳ ମାଧ୍ୟମରେ ପୁଣ୍ୟ ଅର୍ଜନ କରିବାକୁ ଚାହିଁଥାଏ, କିନ୍ତୁ ବାହୁବଳରେ ପୁଣ୍ୟ ଅର୍ଜିତ ହୋଇନଥାଏ। କିନ୍ତୁ ଜଣେ ମୋମିନ୍, ସତ୍ୟନିଷ୍ଠ ଓ ସଚୋଟ ମୁସଲମାନର ଏହା ସ୍ୱଭାବ ନୁହେଁ କି ସେ ଯୋଜନା ଓ ଦୁଆ ଉଭୟ ମାଧ୍ୟମ ଅବଲମ୍ବନ କରି ପ୍ରଭୁଙ୍କ ଉପରେ ମାମଲା ଛାଡ଼ି ଦେଇଥାଏ। ଏବଂ ପବିତ୍ର କୁରାନ୍ ର ପ୍ରଥମ ସୂରାରେ ଏହି ଶିକ୍ଷା ଅନ୍ତର୍ନିହିତ ରହିଛି, ଅର୍ଥାତ୍ ଇୟାକା ନାବୁଦୁ ଓ ଇୟାକା ନସ୍ତାଇନ୍, ଯେ ନିଜ ସାମର୍ଥ୍ୟର ପୂର୍ଣ୍ଣ ବିନିଯୋଗ କରିନଥାନ୍ତି, ସେ କେବଳ ତାହାକୁ ନିଷ୍ଫଳ କରିନଥାଏ, ବରଂ ତାହାର ଅନାଦାର ଓ ପାପ କରିଥାଏ। ଏହାର ଅଧିକ ବ୍ୟାଖ୍ୟା କରି ଆପଣ କୁହନ୍ତି, ଆଲ୍ଲାହ ତାଆଲା ଯେଭଳି ସାମର୍ଥ୍ୟ ମାନବକୁ ପ୍ରଦାନ କରିଛନ୍ତି, ତାହାକୁ ପୂର୍ଣ୍ଣ ରୂପେ ବିନିଯୋଗ କରି ପ୍ରଭୁଙ୍କ ନିକଟରୁ ଫଳ ଆଶା ବାନ୍ଧିବା କି ଇୟାକା ନସ୍ତାଇନ୍, କି ହେ ପ୍ରଭୁ, ଆମେ ତୁମର ସାହାଯ୍ୟ ଭିକ୍ଷା କରୁଅଛୁ। କିନ୍ତୁ ଆମକୁ ସର୍ବଦା ମନେ ରଖିବା ଉଚିତ ଯେ ପ୍ରଭୁ ଆମ ଅନ୍ତରର ଭେଦ ଓ ପ୍ରତ୍ୟେକ ଅମଳ ସହ ଅବଗତ। ତେଣୁ ନିଜ ପ୍ରୟାସକୁ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇ ପ୍ରଭୁଙ୍କ ସାହାଯ୍ୟ ଭିକ୍ଷା କରିବା ଉଚିତ। ଅତଏବ ଏହି ମାମଲାରେ ନିଜର ବେଶ୍ ଭଲ କରି ନିରୀକ୍ଷଣ କରି ଦେଖିବା ଜରୁରୀ କି ଆମେ ଧର୍ମପରାୟଣ କି ନୁହେଁ। ହୁଜୁର ଆଲାଇହିସ୍ସଲାମ କୁହନ୍ତି, ଏଥିରେ ସନ୍ଦେହ ନାହିଁ ଯେ କେତେକ ସମୟରେ ମଣିଷ ବେଶ୍ ସୁନ୍ଦର ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଥାଏ, କିନ୍ତୁ କେବଳ ସେଥିରେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରିବା ମୂର୍ଖାମି ଅଟେ। ଯେପର୍ଯ୍ୟନ୍ତ ଯୋଜନା ମୁତାବକ ପ୍ରୟାସ କରିବା ସହିତ ଦୁଆ କରାଯାଇ ନାହିଁ, ତିଳେ ମାତ୍ର ଫଳପ୍ରଦ ହୋଇନଥାଏ। ଯେଉଁ ଝରକା ବାଟେ ମୋହମାୟା ପ୍ରବେଶ କରିଥାଏ, ସର୍ବଦା ପ୍ରଥମେ ତାହାକୁ ବନ୍ଦ କରିବା ଅନିବାର୍ଯ୍ୟ। ପୁନଶ୍ଚ ଯେଉଁ ସୂତ୍ରରେ ପାପର ଆଗମନ ହୋଇଥାଏ, ଯାହାକି ଜଣକୁ ଅଧର୍ମୀ ଓ ଧର୍ମରୁ ଦୂରେଇ ନେବାର ମୂଳ କାରଣ ସାବ୍ୟସ୍ତ ହୋଇଥାଏ, ତାହାକୁ ଦୂର କରିବା ଅତ୍ୟନ୍ତ ଜରୁରୀ। ଆପଣ କୁହନ୍ତି, ଉକ୍ତ ଝରକା ବନ୍ଦ କରି କାମନାପୂର୍ଣ୍ଣ ଭାବନା ପାଇଁ ଦୁଆ କରିବା ପାଇଁ ହିଁ କୁହାଯାଇଛି। ୱଲ୍ଲଯୀନା ଜାହାଦୁ ଫୀନା ଲାନାହଦିୟନ୍ନହୁମ୍ ସୁବୁଲନା। ଆପଣ କହିଲେ, ଏଥିରେ ନିର୍ଦ୍ଦେଶାନୁଯାୟୀ ଅମଳ କରିବା ଦର୍ଶାଯାଇଛି। ଅନ୍ୟ ପାର୍ଶ୍ୱରେ କୁହାଯାଇଛି, ଉଦୁନି ଅସ୍ତାଜିବ୍ ଲକୁମ୍। ଯଦି ମନୁଷ୍ୟ ପୂର୍ଣ୍ଣ ତକ୍ୱା ତଲବ କରେ,
ତେବେ ଯୋଜନା ଓ ଦୁଆ ଯେଭଳି ସମ୍ପାଦନ କରିବା ଉଚିତ ସେହିପରି ଠିକ୍ ଠିକ୍ କରେ, ତେବେ ପ୍ରଭୁ ତାହାକୁ ନିଜ ଅନୁକମ୍ପା ପ୍ରଦାନ କରିବେ। କିନ୍ତୁ ଯଦି ଗୋଟିଏ କରି ଅନ୍ୟଟିକୁ ଛାଡ଼ିଦିଏ, ତେବେ ସେ ଅନୁକମ୍ପା ଲାଭ କରିବାରୁ ବଞ୍ଚିତ ରହିଥାଏ। ଏହାକୁ ଅଧିକ ଉନ୍ମୁକ୍ତ କରି ହୁଜୁର ଆଲୈହିସ୍ସଲାମ କୁହନ୍ତି, ଅତଏବ ମନୁଷ୍ୟ ଏଭଳି ପନ୍ଥା ଅବଲମ୍ବନ କରି ତକ୍ୱା ଉପରେ ପ୍ରତିଷ୍ଠିତ ହୋଇଥାଏ, ଅର୍ଥାତ୍ ଯୋଜନା ଓ ଦୁଆ। ପୁନଶ୍ଚ ଆପଣ କହିଲେ, ପ୍ରତ୍ୟେକ କାର୍ଯ୍ୟର ମୂଳ ତକ୍ୱା ଅଟେ ଏବଂ ଯେଉଁଥିରେ ଏହା ଖାଲି ରହିଯାଏ ସେହି କାର୍ଯ୍ୟ ହିଁ ବ୍ୟର୍ଥ ସାବ୍ୟସ୍ତ ହୋଇଥାଏ। ଧର୍ମପରାୟଣତା ମନୋଯୋଗର ସହ କରାଯାଇଥିବା କାର୍ଯ୍ୟରେ ସୌନ୍ଦର୍ଯ୍ୟ ବିମଣ୍ଡିତ କରିଥାଏ ଏବଂ ଏତଦ୍ୱାରା ପ୍ରଭୁଙ୍କ ନିକଟବର୍ତ୍ତୀ ହାସଲ ହୋଇଥାଏ ଏବଂ ସେ ସନ୍ଥ ଓ ମହାତ୍ମା ପାଲଟି ଯାଇଥାଏ। ଅତଏବ କହିଲେ, ଇନ୍ନା ଔଲିୟାହୁ ଇଲ୍ଲାଲ୍ ମୁତ୍ତକୁନ୍। ପୁନଶ୍ଚ ଉକ୍ତ ପଙ୍କ୍ତିରେ ବ୍ୟାଖ୍ୟା କରି କହିଲେ, ସନ୍ଥ ଅର୍ଥାତ୍ ଓଲି ହେବାର ଭାଗ୍ୟ ଧର୍ମପରାୟଣତା ଉପରେ ଆଧାରିତ। ଯଦି ବ୍ୟସ୍ତ ବିବ୍ରତ ହୋଇ ପ୍ରଭୁଙ୍କ ଠାରୁ ତାହା ହାସଲ କରିବ, ତେବେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯିବ। ଯଦି ପ୍ରଭୁଙ୍କ ଓଲି ହେବାକୁ ଇଚ୍ଛା, ତେବେ ପ୍ରଭୁଙ୍କ ଭୟକୁ ହୃଦୟରେ ସ୍ଥାନ ଦିଅ। ପୁଣି ହୁଜୁର ଆଲୈହିସ୍ସଲାମ କୁହନ୍ତି, ଯେତେବେଳେ ପୂର୍ଣ୍ଣ ରୂପେ ତକ୍ୱାର କୌଣସି ସ୍ତର ପ୍ରାପ୍ତ କରିବ ଆଉ ବାକି ରହିଯାଇ ନଥାଏ, ସେତେବେଳେ ସେ ଓଲିମାନଙ୍କ ମଧ୍ୟରେ ସାମିଲ ହୋଇଥାଏ। ବାସ୍ତବରେ ଧର୍ମନିଷ୍ଠ ନିଜ ଭିତରେ ଏକ ମୃତ୍ୟୁ ଅଟେ, କାରଣ ଯେତେବେଳେ ଆତ୍ମାର ସମସ୍ତ ପାର୍ଶ୍ୱରୁ ବିରୋଧ ପ୍ରଦର୍ଶନ କରିବ, ତେବେ ତାହାର ଆତ୍ମା ମରିଯିବ। ଏଇଥିପାଇଁ କୁହାଯାଇଛି କି ମୁତୁ କବ୍ଲା ଆନ୍ ତମୁତୁ, କହିଲେ କି ଆତ୍ମା ବାହିକ୍ୟ ସ୍ୱାଦରୁ ମୁଗ୍ଧ ଓ ମୋହିତ ହୋଇଥାଏ, କିନ୍ତୁ ଗୁପ୍ତ ସ୍ୱାଦରୁ ତାହା ସମ୍ପୂର୍ଣ୍ଣ ରୂପେ ଅଜ୍ଞ ରହିଥାଏ। ଅର୍ଥାତ୍ ଆଲ୍ଲାହ ତାଆଲାଙ୍କ ଯେଉଁ ସ୍ୱାଦ ଗୁଡ଼ିକ ରହିଛି, ତାହା ଆଧ୍ୟାତ୍ମିକ ସ୍ୱାଦ ଏବଂ ତାହା ମଧ୍ୟ ଗୁପ୍ତ ଅଟେ। ମନୁଷ୍ୟ ତା ବିଷୟରେ ଅବଗତ ହୋଇନଥାଏ। ମନୁଷ୍ୟ ସଂସାରର ଚାକଚକ୍ୟରୁ ହିଁ ଚିହ୍ନିଥାଏ ଏବଂ ଆତ୍ମା ତାହାକୁ ହିଁ ଜାଣିଥାଏ। ତେଣୁକରି କହିଲେ କି ଆତ୍ମାକୁ ସାବଧାନ କରିବା ଅତ୍ୟନ୍ତ ଆବଶ୍ୟକ ଏବଂ ତାହା କ୍ରମଶଃ ବାହିକ ସ୍ୱାଦ ଉପରେ ଏକ ପ୍ରକାର ମୃତ୍ୟୁର କାୟା ବିସ୍ତାର କରିଥାଏ ଏବଂ ପୁନଶ୍ଚ ଆତ୍ମାକୁ ସେହି ଗୁପ୍ତ ସ୍ୱାଦ ସଂକ୍ରାନ୍ତରେ ଜ୍ଞାତ ହୋଇଥିବ। ବାହିକ ସ୍ୱାଦ ଉପରେ ମୃତ୍ୟୁ ବିସ୍ତାରିତ ହୋଇ ପୁନଶ୍ଚ ସ୍ୱାଦର ଜ୍ଞାତ ହେବ ଏବଂ ସେତେବେଳେ ଯେଉଁ ଐଶ୍ୱରିକ ସ୍ୱାଦ ପ୍ରାପ୍ତ ହେବ, ତାହା ସ୍ୱର୍ଗପୁର ଜୀବନର ନମୁନା ଅଟେ। ଯେତେବେଳେ ସେହି ଗୁପ୍ତ ସ୍ୱାଦର ଜ୍ଞାତ ହେବା ଆରମ୍ଭ ହେବ, ସେତେବେଳେ ସ୍ୱର୍ଗପୁରର ଜୀବନର ନମୁନା ଆରମ୍ଭ ହେବାକୁ ଲାଗିବ। ପୁନଶ୍ଚ ଏହି ଉଦ୍ଦେଶ୍ୟ ରଖି ଜମାତକୁ ଉପଦେଶ ଦେଇ କହିଲେ କି ଜମାତ ପକ୍ଷେ ଏହା ଉଚିତ କି ନିଜ ଆତ୍ମା ଉପରେ ମୃତ୍ୟୁ ଜାହିର କରିବା କେବଳ ଔଲିୟାଉଲ୍ଲାହ ଓ ପାରଦର୍ଶୀ ବ୍ୟକ୍ତିମାନଙ୍କ ନିମନ୍ତେ ଉପଦେଶ ନୁହେଁ, ବରଂ ଜମାତର ପ୍ରତ୍ୟେକ ସଦସ୍ୟମାନଙ୍କ ନିମନ୍ତେ ଉପଦେଶ ଅଟେ। ଆପଣ ଏପରି ମନେ କରନ୍ତୁ ନାହିଁ କି ଏହି ବିଶେଷ ମର୍ଯ୍ୟାଦା ଓ ପ୍ରତିଷ୍ଠା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆଲ୍ଲାହ ତାଆଲା ଏକ ବିଶେଷ ସ୍ଥାନ ରଖିଛନ୍ତି, ଯେଉଁ ମର୍ଯ୍ୟାଦାମୂଳକ ସ୍ଥାନକୁ ସମସ୍ତ ବ୍ୟକ୍ତିଙ୍କ ପକ୍ଷେ ସମ୍ଭବପର ନୁହେଁ। ଆପଣ ସମସ୍ତଙ୍କୁ ଉପଦେଶ ପୂର୍ବକ କହିଲେ କି ଆମ ଜମାତ ପକ୍ଷେ ଏହା ଉଚିତ ଯେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ଉତ୍ସର୍ଗ କରୁ ଓ ଧର୍ମପରାୟଣତାକୁ ପ୍ରାପ୍ତ କରିବା ନିମନ୍ତେ ସେମାନେ ସର୍ବପ୍ରଥମେ ଅଭ୍ୟାସ କରନ୍ତୁ। ଯେପରି ଛୋଟ ପିଲାମାନେ ହସ୍ତାକ୍ଷର ଲେଖିବା ଶିଖନ୍ତି ଓ ସେମାନେ ସେହି ହସ୍ତାକ୍ଷର ଲେଖିବା ସମୟରେ ପ୍ରଥମେ ସେମାନେ ବଙ୍କାଟଙ୍କା ଅକ୍ଷର ଲେଖିଥାନ୍ତି, କିନ୍ତୁ କ୍ରମାଗତ ହସ୍ତାକ୍ଷରର ଅଭ୍ୟାସ କରିବା ଫଳରେ ସେମାନେ ସ୍ୱତଃସ୍ଫୂର୍ତ୍ତ ସୁନ୍ଦର ପରିଷ୍କାର ଓ ଗୋଲ ଗୋଲ ଅକ୍ଷର ଲେଖିବା ଆରମ୍ଭ କରିଦିଅନ୍ତି। ସେହିପରି ସେମାନଙ୍କୁ ମଧ୍ୟ ଅଭ୍ୟାସ କରିବା ଉଚିତ। ଯେତେବେଳେ ଆଲ୍ଲାହ ତାଆଲା ସେମାନଙ୍କର ପରିଶ୍ରମକୁ ଦେଖିବେ, ସେତେବେଳେ ସେ ସ୍ୱୟଂ ସେମାନଙ୍କ ଉପରେ ଦୟା ଅବତୀର୍ଣ୍ଣ କରିବେ। ଏହା ପୂର୍ବେ
ମୁଁ ଏହା ଏହା ପୂର୍ବେ ଅର୍ଥାତ୍ ଏହି ଉକ୍ତି ୱଲ୍ଲଜିନା ଜାହାଦୁ ଫିନା ଲାନହଦିୟନ୍ନହୁମ୍ ସୁବୁଲନା ରେ ମୁଁ ଆଲୋଚନା କରିଆସିଲି। ତାହାର ଅତିରିକ୍ତ ବ୍ୟାଖ୍ୟା କରି କହିଲେ କି ୱଲ୍ଲଜିନା ଜାହାଦୁ ଫିନାରେ ମୁଜାହିଦର ଅର୍ଥ ଅଭ୍ୟାସ ଅଟେ। ମନୁଷ୍ୟ ପରିଶ୍ରମ କରି ଆଲ୍ଲାହ ତାଆଲାଙ୍କୁ ପ୍ରାର୍ଥନା କରେ, ତେବେ ଆଲ୍ଲାହ ତାଆଲା ତା ଉପରେ ପ୍ରସନ୍ନ ହୋଇ ତାର ପ୍ରାର୍ଥନାକୁ ସ୍ୱୀକାର କରି ତା ଉପରେ ଦୟାବତୀର୍ଣ୍ଣ କରନ୍ତି ଓ ତାର ପରିଶ୍ରମର ଫଳ ତାକୁ ପ୍ରଦାନ କରନ୍ତି। କାରଣ ଏଥିରେ ମୁଜାହିଦା ଅର୍ଥାତ୍ ପରିଶ୍ରମର ଅର୍ଥ ଅଭ୍ୟାସ। ଯେଉଁଭଳି ଜଣେ ବାଳକ ଅଭ୍ୟାସ କରିଥାଏ, ଗୋଟିଏ ପାର୍ଶ୍ୱରେ ପ୍ରାର୍ଥନା କରିଥାଏ, ଅନ୍ୟ ପାର୍ଶ୍ୱରେ ସମ୍ପୂର୍ଣ୍ଣ ଯୋଜନା ଓ ପରିଶ୍ରମ କରେ, ସେତେବେଳେ ଆଲ୍ଲାହ ତାଆଲାଙ୍କ କୃପା ଅବତୀର୍ଣ୍ଣ ହୋଇଥାଏ ଓ ତା ଆତ୍ମାର ଉନ୍ମାଦନା ଶୀତଳ ହୋଇଯାଇଥାଏ ଏବଂ ଏପରି ଅବସ୍ଥା ହୋଇଯାଇଥାଏ ଯେପରି ଅଗ୍ନି ଉପରେ ଜଳ ସିଞ୍ଚନ କରିଦିଆଯାଏ। ଏପରି ଅନେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ ନଫ୍ସେ ଆମାରାରେ ଅର୍ଥାତ୍ ତାମସିକ ପ୍ରବୃତ୍ତିରେ କବଳିତ ଅଟନ୍ତି। ପୁନଶ୍ଚ ଆପଣ କୁହନ୍ତି ଯେ ଜମାତର ଆଭ୍ୟନ୍ତରୀଣ ସଂସ୍କାର ନିମନ୍ତେ ମୁଁ ଏହା ଅବଲୋକନ କରୁଛି କି ଜମାତରେ ପରସ୍ପର ସହିତ ମତାନ୍ତର ମଧ୍ୟ ହୋଇଯାଇଥାଏ, ପରସ୍ପର ମଧ୍ୟରେ ଝଗଡ଼ା ମଧ୍ୟ ହୋଇଯାଇଥାଏ, ବୈରାଗ୍ୟ ଭାବ ମଧ୍ୟ ଦେଖା ଦେଇଥାଏ ଓ ଦୂରତା ମଧ୍ୟ ସୃଷ୍ଟି ହୋଇଯାଇଥାଏ ଏବଂ ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହୋଇଥାଏ ଏବଂ ଭାଇ ଭାଇ ମଧ୍ୟରେ ଝଗଡ଼ା ଓ କଳହ ସୃଷ୍ଟି ହୋଇଥାଏ। ଏହା ଅତ୍ୟନ୍ତ ଅପ୍ରୀତିକର ତଥା ଅଶୋଭନୀୟ ଆଚରଣ। ବରଂ ଏପରି ଆଚରଣ ପ୍ରଦର୍ଶନ କରିବା ଅନୁଚିତ। ତେଣୁ ଯଦି ଜଣେ ଭାଇ ନିଜ ଦୋଷ ସ୍ୱୀକାର କରେ, ତେବେ ଏଭଳି ଆଚରଣ ଅଶୋଭନୀୟ ଅଟେ। ହଜୁର ଆଲାଇହିସଲାମ କୁହନ୍ତି, କେତେକ ଲୋକ ସାମାନ୍ୟ କଥାକୁ ନେଇ ଅନ୍ୟକୁ ତିରସ୍କୃତ କରିବା ମଧ୍ୟ ପଛାନ୍ତି ନାହିଁ। ତେଣୁ ଏଭଳି ଆଚରଣରୁ ବିରତ ରହିବା ଜରୁରୀ। ଆଲ୍ଲାହ ତାଆଲାଙ୍କ ଗୋଟିଏ ନାମ ଉତ୍ତାର ଅର୍ଥାତ୍ ଅନ୍ୟର ଦୋଷ ତ୍ରୁଟିକୁ ଢାଙ୍କି ଦେବା। ତେବେ ଏହି ବ୍ୟକ୍ତି କାହିଁକି ନିଜ ଭାଇ ଉପରେ ଦୟା କରୁନାହିଁ ଓ ଦୋଷକୁ ଲୁଚାଇବା ବା ଅଣଦେଖା କରୁନାହିଁ? ତା ପକ୍ଷରେ ଏହା ଉଚିତ ଯେ ସେ ନିଜ ଭାଇର ଦୋଷ ଦୁର୍ବଳତାକୁ ଲୁଚାଉ ଓ ତାହାର ସମ୍ମାନ ଉପରେ ଆଞ୍ଚ ଆସିବାକୁ ନ ଦେଉ ତଥା ତାର ପ୍ରତିଷ୍ଠା ଉପରେ ଆକ୍ରମଣ ନ କରୁ। ବର୍ତ୍ତମାନ ଜମାତରେ ଏଭଳି ଅନେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ ଯଦି ନିଜ ବିରୁଦ୍ଧରେ ସାମାନ୍ୟ କଥା ଟିକେ ଶୁଣନ୍ତି, ତେବେ ସେମାନେ ଉଗ୍ର ହୋଇ ଉଠନ୍ତି। ଯଦିଓ ଏପରି ସମସ୍ତ ଉଗ୍ରତାକୁ ଦୂରୀଭୂତ କରିବା ଅତ୍ୟନ୍ତ ଆବଶ୍ୟକ, କାରଣ ଏପରି କରିବା ଦ୍ୱାରା ସ୍ୱଭାବରେ ସହିଷ୍ଣୁତା ଭାବ ସୃଷ୍ଟି ହୋଇଥାଏ। ହୁଜୁର ଆଲାଇହିସଲାମ କହିଲେ କି ଏହା ଲକ୍ଷ୍ୟ କରାଯାଇଥାଏ ଯେ ଯେତେବେଳେ ଜଣେ ତୁଚ୍ଛ ନଗଣ୍ୟ କଥାକୁ କେନ୍ଦ୍ର କରି ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ କରିଦେଇଥାଏ, ସେତେବେଳେ ଜଣେ ଅନ୍ୟ ଜଣକୁ ପରାସ୍ତ କରିବା ପାଇଁ ଚିନ୍ତିତ ବା ବ୍ୟଗ୍ର ହୋଇ ଉଠେ କି କୌଣସି ମୋତେ ଉପଯୁକ୍ତ ସମୟ ଦେଖି ତାହାକୁ ନିଚା ଦେଖାଇବି, ତାର ତିରସ୍କାର କରିବି, କୌଣସି ମତେ ମୁଁ ବିଜୟ ହେବି। ସୁତରାଂ ଏପରି ଅବସରରୁ ଆତ୍ମସ୍ୱାର୍ଥର ଉନ୍ମାଦନା ଠାରୁ ନିଜକୁ ଦୂରେଇ ରଖିବା ଉଚିତ ଓ ଉପଦ୍ରବର ଦୂରୀଭୂତ ହେବା ନିମନ୍ତେ ସାମାନ୍ୟ କଥାରେ ଜାଣିଶୁଣି ସ୍ୱୟଂ ତିରସ୍କାର ବରଣ କରିବା ଉଚିତ। ଏହି କଥା ପାଇଁ କଦାପି ଅପଚେଷ୍ଟା ନ କରନ୍ତୁ କି ନିଜ ଭାଇ ତିରସ୍କୃତ କରାଯାଉ। ହଜୁର ଆଲାଇହିସଲାମ କୁହନ୍ତି, ଏହା ଅତ୍ୟନ୍ତ ଗର୍ବ ତଥା ରୁଗ୍ଣତା ଯେ ପରର ଦୋଷକୁ ଧରି ତାହାର ଅପପ୍ରଚାର କରାଯାଉ। ଦେଖ, ନିଜ ଭାଇ ଉପରେ ବିଜୟ ପ୍ରାପ୍ତ କରିବାର ଚିନ୍ତାଧାରା ଗର୍ବର ଏକ ମଞ୍ଜ, ଯାହାକି ପୂର୍ବେ ଆଲୋଚନା କରି ଆସିଲି। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ସ୍ପଷ୍ଟୀକରଣ କରି ହଜୁର ଆଲାଇହିସଲାମ କୁହନ୍ତି, ଏପରି ଚିନ୍ତାଧାରା ନିଜ ଭାଇର ଦୋଷ ଦୁର୍ବଳତାକୁ ଅପପ୍ରଚାର କରିବା ପାଇଁ ତାହାକୁ ପ୍ରେରିତ କରିଥାଏ। ଏପରି କାର୍ଯ୍ୟ ଦ୍ୱାରା ଆତ୍ମା ବିଗିଡ଼ି ଯାଇଥାଏ। ତେଣୁ ତହିଁରୁ ବିରତ ରହିବା ଉଚିତ। ସୁତରାଂ ସମସ୍ତ କଥାରେ ଧର୍ମପରାୟଣତା ଅନ୍ତର୍ନିହିତ ଅଟେ। ଆଭ୍ୟନ୍ତର ଓ ବାହିକ କାର୍ଯ୍ୟରେ ଧର୍ମପରାୟଣତାକୁ ଅବଲମ୍ବନ କରୁଥିବା ବ୍ୟକ୍ତି ଈଶ୍ୱର ଦୂତଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥାଏ।
କାରଣ ତହିଁରେ ଅର୍ଥାତ୍ ସେହି ବ୍ୟକ୍ତି ମଧ୍ୟରେ କୌଣସି ଅହଙ୍କାର ଭାବ ଶେଷ ରହିନଥାଏ। ଧର୍ମପରାୟଣତା ଉତ୍ପନ୍ନ ହେଉ, କାରଣ ଧର୍ମପରାୟଣତା ପରେ ହିଁ ଆଲ୍ଲାହ ତାଆଲାଙ୍କର ବିଭୂତି ହାସଲ ହୋଇଥାଏ। ଧର୍ମପରାୟଣ ବ୍ୟକ୍ତିକୁ ସଂସାରର ବିପତ୍ତି ଠାରୁ ସୁରକ୍ଷା ପ୍ରଦାନ କରାଯାଇଥାଏ। ଆଲ୍ଲାହ ତାଆଲା ସେମାନଙ୍କର ଦୋଷ ଦୁର୍ବଳତାକୁ ଲୁଚାଇଥାନ୍ତି। ଯେ ପର୍ଯ୍ୟନ୍ତ ଏପରି ପନ୍ଥା ଅବଲମ୍ବନ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥାଏ। ଏପରି ବ୍ୟକ୍ତିମାନେ ମୋର ବୟତରୁ କୌଣସି ଲାଭାନ୍ୱିତ ହୋଇପାରିବେ ନାହିଁ। ହୁଜୁର ଆଲାଇହିସଲାମ କହିଲେ, ମନେ ରଖ, ବୟତର ମୌଖିକ ସ୍ୱୀକାରୋକ୍ତିର କୌଣସି ମୂଲ୍ୟ ନାହିଁ, ବରଂ ବୟତର ଅଭିପ୍ରାୟ ଆତ୍ମାର ଶୁଦ୍ଧି ଅଟେ। ଯେତେବେଳେ ଅନ୍ୟାୟ, ଅନୀତି ତଥା ଅତ୍ୟାଚାର ମନ ଭିତରେ ଥିବ, ତେବେ ତାହା କିପରି ବା ଫଳପ୍ରଦ ସାବ୍ୟସ୍ତ ହେବ? ଯଦି ସେହିପରି ଉଗ୍ରତା, ଅହଙ୍କାର, ଅଭିମାନ, କପଟାଚରଣ, ଶୀଘ୍ର କ୍ରୋଧିତ ହେବା ସାର ହୁଏ, ଯାହାକି ଅନ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୋଇଥାଏ, ତେବେ କୌଣସି ତାରତମ୍ୟ ଦେଖାଦେବ ନାହିଁ। ଏହାର ଅତିରିକ୍ତ ବ୍ୟାଖ୍ୟା କରି ହୁଜୁର ବର୍ଣ୍ଣନା କରନ୍ତି, ଏଣୁ ନିଜ ଅଭ୍ୟନ୍ତରରେ ପ୍ରଥମେ ପରିବର୍ତ୍ତନ ଆଣନ୍ତୁ ଓ ଉତ୍ତମ ଚାରିତ୍ରିକ ନମୁନା ପ୍ରଦର୍ଶନ କରନ୍ତୁ। ହୁଜୁର ଆଲାଇହିସଲାମ କହିଲେ, ଯଦି ଗ୍ରାମରେ ଜଣେ ବ୍ୟକ୍ତି ପୁଣ୍ୟବାନ ଥାଏ, ତେବେ ସେ ନିଜର ଆବେଗ ପ୍ରବଣତାକୁ ଆୟତ୍ତାଧୀନ ରଖେ, ସେ ବିନୀତ ହୁଏ, ତେବେ ଲୋକମାନେ ତାହାର ଉଦାରତା ତଥା ଆଦର୍ଶକୁ ଠାରୁ ପ୍ରଭାବିତ ହୋଇଥାନ୍ତି। ଏହା ମଧ୍ୟ ତବଲିଗର ଏକ ମାଧ୍ୟମ। ଯେଉଁ ପୁଣ୍ୟମାନ ବ୍ୟକ୍ତି ଆଲ୍ଲାହ ତାଆଲାଙ୍କୁ ଭୟ କରି ପୁଣ୍ୟକୁ ଆପଣାଇଥାଏ, ସେହି ବ୍ୟକ୍ତି ମଧ୍ୟରେ ଅଲୌକିକ ଭୟ ବିଦ୍ୟମାନ ଥାଏ ଏବଂ ତାହାର ପ୍ରଭାବ ମନ ଭିତରେ ପଡ଼ିଥାଏ ଯେ ଏ ବ୍ୟକ୍ତି ହେଉଛି ଆଲ୍ଲାହ ତାଆଲାଙ୍କ ପ୍ରେରିତ ଦିବ୍ୟ ଅବତାର ସଦୃଶ। ହୁଜୁର ଆଲାଇହିସଲାମ କୁହନ୍ତି, ସେହି ବ୍ୟକ୍ତିର ଯେତେ ଶତ୍ରୁ ହୁଅନ୍ତୁ ପଛେ, ସେମାନେ ସମସ୍ତେ ଆପେ ଆପେ ତାହାର ଅନୁଗାମୀ ପାଲଟି ଯାଆନ୍ତି ଓ ତାକୁ ତିରସ୍କୃତ କରିବା ପରିବର୍ତ୍ତେ ତାହାର ସମ୍ମାନ ଓ ଆଦର କରନ୍ତି। ହୁଜୁର ଆଲାଇହିସଲାମ କୁହନ୍ତି, ଏପରି କଥାଟି ନିରାଟ ସତ୍ୟ ଯେ ଯେଉଁ ବ୍ୟକ୍ତି ଆଲ୍ଲାହ ତାଆଲାଙ୍କ ଆଡ଼ୁ ଆସିଥାଏ, ଆଲ୍ଲାହ ତାଆଲା ସେହି ବ୍ୟକ୍ତିକୁ ନିଜର ପ୍ରତିଷ୍ଠା ଦ୍ୱାରା ତାହାକୁ ଅଂଶୀଦାର କରିଥାନ୍ତି ଏବଂ ଏପରି ପନ୍ଥା ସୌଭାଗ୍ୟଶାଳୀ। ଅତଃ ମନେ ରଖ ଯେ ଛୋଟ ଛୋଟ କଥାରେ ନିଜ ଭାଇକୁ କଷ୍ଟ ଦେବା ଉଚିତ ନୁହଁ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ወሰଲ୍ଲାମ ସକଳ ଉତ୍ତମ ଆଚରଣର ପୂର୍ଣ୍ଣକାରୀ ଏବଂ ପରମେଶ୍ୱର ତାଙ୍କୁ ନିଜର ଶେଷ ତଥା ପୂର୍ଣ୍ଣ ଓ ସକଳ ଚରିତ୍ରର ଉପସ୍ଥାପନ କରିବା ନିମନ୍ତେ ପ୍ରେରିତ କରିଥିଲେ। ହୁଜୁର ଆଲାଇହିସଲାମ କୁହନ୍ତି କି ଯଦି ବର୍ତ୍ତମାନ ସେହିପରି ହିଂସ୍ରତ୍ୱ ପ୍ରବୃତ୍ତି ରୁହେ, ତେବେ ତାହା ଅତ୍ୟନ୍ତ ଦୁଃଖଦାୟକ। ତେଣୁ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କର ନାହିଁ, କାରଣ ବେଳେବେଳେ ମନୁଷ୍ୟ ଅନ୍ୟ ଉପରେ ଦୋଷାରୋପ କରି ସ୍ୱୟଂ ସେଥିରେ କବଳିତ ହୋଇଯାଇଥାଏ। ଯେଉଁ ବ୍ୟକ୍ତି ଉପରେ ସେ ଲାଞ୍ଛନା ଲଗାଏ ଏବଂ ଯଦି ପ୍ରକୃତରେ ସେ ଆରୋପୀ ହୋଇନଥାଏ, ଅର୍ଥାତ୍ ତାହା ମଧ୍ୟରେ ସେହି ଦୋଷ ତ୍ରୁଟି ନଥାଏ, ତେବେ ସେ ସ୍ୱୟଂ ହିଁ ସେଥିରେ ଗିରଫ ହୋଇଯାଇଥାଏ। କିନ୍ତୁ ଯଦି ପ୍ରକୃତରେ ସେହି ଦୋଷଟି ତା ମଧ୍ୟରେ ଥାଏ, ତେବେ ତାହାର ବିଚାର ଆଲ୍ଲାହ ତାଆଲା ସ୍ୱୟଂ କରିବେ। ତୁମେ ତାହା ଉପରେ କୌଣସି ଲାଞ୍ଛନା ବା ଆରୋପ ଲଗାଇବାର ଆବଶ୍ୟକତା ନାହିଁ। ପୁନଶ୍ଚ ହୁଜୁର କୁହନ୍ତି କି ଲୋକମାନଙ୍କର ଏହା ଅଭ୍ୟାସ ଯେ ସେମାନେ ଜାଣିଶୁଣି ନିଜ ଭାଇ ଉପରେ ଲାଞ୍ଛନା ଲଗାନ୍ତି। ତେଣୁ ଉକ୍ତ କାର୍ଯ୍ୟରୁ ତୁମେ ନିବୃତ୍ତ ରୁହ। ପ୍ରାଣୀ ଜଗତ ଓ ମାନବ ଜଗତର ଉପକାର କର ଓ ନିଜ ଭାଇ ପ୍ରତି ସହାନୁଭୂତି ପ୍ରଦର୍ଶନ କର। ପ୍ରତିବେଶୀଙ୍କ ସହିତ ସଦ୍ବ୍ୟବହାର କର। ନିଜ ସ୍ତ୍ରୀଙ୍କ ସହିତ ସୁସମ୍ପର୍କ ତଥା ଉତ୍ତମ ବ୍ୟବହାର ପ୍ରଦର୍ଶନ କର ଏବଂ ସର୍ବପ୍ରଥମେ ଅନେକ ସ୍ୱରବାଦ ଠାରୁ ଦୂରେଇ ରୁହ। ଏହା ଧର୍ମପରାୟଣତାର ପ୍ରଥମ ସୋପାନ ଅଟେ। ପୁନଶ୍ଚ ହୁଜୁର ଆଲାଇହିସଲାମ କୁହନ୍ତି ଯେ ଧର୍ମପରାୟଣତାର ଅର୍ଥ ଅପକର୍ମର ସୂକ୍ଷ୍ମତମ ମାର୍ଗରୁ ନିବୃତ୍ତ ରହିବା। କିନ୍ତୁ ମନେ ରଖ, ଜଣେ ବ୍ୟକ୍ତି ନିଜର ଏଭଳି ପ୍ରଶଂସା ଓ ବଡ଼ିମା ଗାନ ନ କରୁ ଯେ ମୁଁ ଏତେ ପୁଣ୍ୟବାନ ବ୍ୟକ୍ତି।
ଏହି ପୁଣ୍ୟବାନ ବ୍ୟକ୍ତି ହେବା ପାଇଁ ମୁଁ କାହାରି ଧନ ସମ୍ପତ୍ତି ହଡ଼ପ କରିନାହିଁ, କାହା ଘରେ ଚୋରି ଡକାୟତି କରିନାହିଁ, କାହା ଉପରେ ଖରାପ ନଜର ପକାଇ ନାହିଁ କି କାହା ସହ ବ୍ୟଭିଚାର କରିନାହିଁ। ପୁଣ୍ୟାତ୍ମା ଓ ଜ୍ଞାନୀଙ୍କ ନିକଟରେ ଏପରି କଥା କହିବା ହାସ୍ୟାସ୍ପଦ ହେବ, କାରଣ ଉକ୍ତ କଥା କହୁଥିବା ବ୍ୟକ୍ତି ଯଦି ଏପରି କୁକର୍ମ ଅର୍ଥାତ୍ ଚୋରି ଡକାୟତି କରେ ତେବେ ସେ ଦଣ୍ଡିତ ହେବ। ସନ୍ଥମାନଙ୍କ ନିକଟରେ ଏପରି କର୍ମ ପ୍ରଶଂସନୀୟ ନୁହେଁ, ବରଂ ପ୍ରକୃତ ପକ୍ଷେ ଏହିକି ଯେ ମାନବତାର ସେବା କର ଓ ଆଲ୍ଲାହ ତାଆଲାଙ୍କ ମାର୍ଗରେ ପୂର୍ଣ୍ଣ ରୂପେ ସତ୍ୟତା ତଥା ବିଶ୍ୱାସତା ପ୍ରଦର୍ଶନ କର ଓ ସେହି ମାର୍ଗରେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ରୁହ। ତେଣୁ ଆଲ୍ଲାହ ତାଆଲା ଏଠାରେ କହିଲେ, ଇନ୍ନାଲ୍ଲାଜିନା ମାଆଲ୍ଲାଜିନା ତକୌ ୱଲ୍ଲାଜିନା ହୁମ୍ ମୁହସିନୁନ୍, ଅର୍ଥାତ୍ ଯେଉଁମାନେ ଧର୍ମପରାୟଣ ଓ ଯେଉଁମାନେ ସତ୍ କାର୍ଯ୍ୟ କରନ୍ତି ଓ ଅପକର୍ମ ଠାରୁ ଦୂରେଇ ରୁହନ୍ତି, ବାସ୍ତବରେ ଆଲ୍ଲାହ ତାଆଲା ସେମାନଙ୍କ ସହିତ ଥାଆନ୍ତି। ତେଣୁ ଭଲ ଭାବରେ ମନେ ରଖ ଯେ କେବଳ କୁକର୍ମ ଠାରୁ ନିବୃତ୍ତ ରହିବା କୌଣସି ବିଶେଷତାର ଅଧିକାରୀ ନୁହେଁ। ଯେପର୍ଯ୍ୟନ୍ତ ତା ସହିତ ପୁଣ୍ୟ ନ କରିଛ ସେ ପର୍ଯ୍ୟନ୍ତ ସେ ପୁଣ୍ୟବାନ ବ୍ୟକ୍ତିର ପଦବାଚ୍ୟ ହୋଇପାରିବ ନାହିଁ। ହୁଜୁର ଆଲାଇହିସ୍ସଲାମ କୁହନ୍ତି, ନିଃସନ୍ଦେହ ଏହା ମନେ ରଖ ଯେ ଆଲ୍ଲାହ ତାଆଲାଙ୍କ ଉପରେ ବିଶ୍ୱାସ ଆଣିବା ହିଁ ପ୍ରତ୍ୟେକ ପୁଣ୍ୟ ଓ ପବିତ୍ରତାର ମୂଳ ଅଟେ। ତେଣୁ ମନୁଷ୍ୟ ମଧ୍ୟରେ ଯେଉଁଭଳି ଭାବରେ ଆଲ୍ଲାହ ତାଆଲାଙ୍କ ଉପରେ ବିଶ୍ୱାସ ଦୁର୍ବଳ ହୋଇଥାଏ, ସେହିପରି ସୁକର୍ମରେ ଦୁର୍ବଳତା ଓ ଆଳସ୍ୟତା ପରିଲକ୍ଷିତ ହୋଇଥାଏ। କିନ୍ତୁ ଯେତେବେଳେ ଆଲ୍ଲାହ ତାଆଲାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ସୁଦୃଢ଼ ହୋଇଥାଏ, ସେତେବେଳେ କାର୍ଯ୍ୟକଳାପରେ ମଧ୍ୟ ସୌନ୍ଦର୍ଯ୍ୟ ପରିଲକ୍ଷିତ ହୋଇଥାଏ। ଯେତେବେଳେ ବିଶ୍ୱାସ ସୁଦୃଢ଼ ହୁଏ ଏବଂ ଆଲ୍ଲାହ ତାଆଲାଙ୍କୁ ତାଙ୍କର ସମସ୍ତ ସିଫାତ ଅର୍ଥାତ୍ ସୁଗୁଣ ଉପରେ ପୂର୍ଣ୍ଣ ବିଶ୍ୱାସ ସୃଷ୍ଟି ହୋଇଯାଏ, ସେତେବେଳେ ମନୁଷ୍ୟର କର୍ମକ୍ଷେତ୍ରରେ ଏକ ଅଦ୍ଭୁତପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୁଏ। ଆଲ୍ଲାହ ତାଆଲାଙ୍କ ବିଶ୍ୱାସଧାରୀ ପାପ କରିବାରୁ କେବେ ହେଲେ ସମର୍ଥ ହୋଇପାରନ୍ତି ନାହିଁ, କାରଣ ଆଲ୍ଲାହ ତାଆଲାଙ୍କର ବିଶ୍ୱାସ ତାହାର କାମନାମୂଳକ ପ୍ରବୃତ୍ତି ଓ ପାପର ଅଙ୍ଗ ପ୍ରତ୍ୟଙ୍ଗକୁ କାଟି ଦେଇଥାଏ। ହୁଜୁର ଆଲାଇହିସ୍ସଲାମ କୁହନ୍ତି, ଯଦି ଜଣେ ଚକ୍ଷୁ ସ୍ନାନ ବ୍ୟକ୍ତିର ପିତୁଳା କାଢ଼ି ନିଆଯାଏ, ତେବେ ସେହି ବ୍ୟକ୍ତି କିପରି ନିଜ ଚକ୍ଷୁ ସାହାଯ୍ୟରେ ଅନ୍ୟ ଉପରେ କୁଦୃଷ୍ଟି ପକାଇ ପାରିବ? ସେହିପରି ଯଦି ଜଣେ ଯେଉଁ ବ୍ୟକ୍ତିର ହସ୍ତଛେଦନ କରାଯାଏ, ତେବେ ସେହି ବ୍ୟକ୍ତି କିଭଳି ଭାବେ ସେ ହସ୍ତ ଦ୍ୱାରା ପାପ କରିବ ଓ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ସହିତ ଜଡ଼ିତ ତାହା କିପରି କରିପାରିବ? ସେହିପରି ଭାବରେ ଅର୍ଥାତ୍ ପାପ କରିପାରିବ। ସେହିପରି ଭାବରେ ଜଣେ ବ୍ୟକ୍ତି ପ୍ରଶାନ୍ତ ଆତ୍ମାର ଅବସ୍ଥାରେ ଉପନୀତ ହୁଏ, ସେତେବେଳେ ପ୍ରଶାନ୍ତ ଆତ୍ମା ତାକୁ ଅନ୍ଧ କରିଦେଇଥାଏ, ଅର୍ଥାତ୍ ତାହାର ଚକ୍ଷୁ ମଧ୍ୟରେ ପାପର କୌଣସି ଶକ୍ତି ସଞ୍ଚିତ ନଥାଏ। ସେ ଦେଖିଥାଏ କିନ୍ତୁ ଅଣଦେଖା କରି ରହିଥାଏ, କାରଣ ତାହାର କାମନା ଓ ବାସନାପୂର୍ଣ୍ଣ ଦୃଷ୍ଟିର ପାପ ଛିନ୍ନ ହୋଇଯାଇଥାଏ। ତାହାର କର୍ଣ୍ଣ ଥାଏ, ହେଲେ ସେ କାଲା ପାଲଟି ଯାଇଥାଏ, କିନ୍ତୁ ସେ କୌଣସି ଭୁଲ କଥା ଶୁଣିନଥାଏ ଏବଂ ସେହି କଥାଗୁଡ଼ିକ ଯାହାକି ପାପ ସମ୍ପର୍କିତ ଅଟେ ତାହାକୁ ସେ ଶୁଣିପାରିନଥାଏ। ତାହାର ସମସ୍ତ ଶକ୍ତି ଉପରେ ଯାହାଦ୍ୱାରା ପାପ ହେବାର ଆଶଙ୍କା ରହିଥାଏ, ତାହା ଉପରେ ଏକ ମୃତ୍ୟୁ ଆସିଯାଇଥାଏ। ସେ ସମ୍ପୂର୍ଣ୍ଣ ରୂପେ ଏକ ଶବ ପାଲଟି ଯାଇଥାଏ ଓ ଆଲ୍ଲାହ ତାଆଲାଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିଥାଏ। ସେହି ଶବ ଆଲ୍ଲାହ ତାଆଲାଙ୍କ ଆଜ୍ଞା ବ୍ୟତୀତ ପାଦେ ମଧ୍ୟ ଆଗକୁ ବଢ଼ିପାରିନଥାଏ। ଏହା ହେଉଛି ସେହି ଅବସ୍ଥା ଯେତେବେଳେ ଜଣେ ବିଶ୍ୱାସକାରୀର ଆଲ୍ଲାହ ତାଆଲାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ ହୋଇଥାଏ, ଯାହାର ପରିଣାମ ଏହା ହୋଇଥାଏ ଯେ ପୂର୍ଣ୍ଣ ପ୍ରଶାନ୍ତ ତାହାକୁ ପ୍ରଦାନ କରାଯାଇଥାଏ। ହୁଜୁର ଆଲାଇହିସ୍ସଲାମ କୁହନ୍ତି, ଏହା ହିଁ ସେ ଅବସ୍ଥା ଯାହା ମନୁଷ୍ୟର ପ୍ରକୃତ ଲକ୍ଷ୍ୟସ୍ଥଳ ହେବା ଉଚିତ। ହୁଜୁର ଆଲାଇହିସ୍ସଲାମ କୁହନ୍ତି, ଏ ସମ୍ପର୍କରେ ନିଜ ଜମାତକୁ କି ଆମ ଜମାତ ନିମନ୍ତେ ଏହା ଉଚିତ ଯେ ସେମାନେ ପୂର୍ଣ୍ଣ ପ୍ରଶାନ୍ତ ପ୍ରାପ୍ତ କରିବା ପାଇଁ ପୂର୍ଣ୍ଣ ବିଶ୍ୱାସର ଆବଶ୍ୟକତା ରହିଛି। ସୁତରାଂ ଆମ ଜମାତର ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ଯେ ସେମାନେ ଆଲ୍ଲାହ ତାଆଲାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରନ୍ତୁ। ପୁନଶ୍ଚ ହୁଜୁର କୁହନ୍ତି, ଯେପର୍ଯ୍ୟନ୍ତ ଆଲ୍ଲାହ ତାଆଲାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ପୁଣ୍ୟବାନ
ହୋଇପାରିବ ନାହିଁ। ଯେତେବେଳେ କାକୁତି ମିନତି ତଥା ବିନମ୍ରତା ସହ ତାର ଆତ୍ମା ଆଲ୍ଲାହ ତାଆଲାଙ୍କ ଦ୍ୱାରରେ ନଇଁ ପଡ଼ିଥାଏ, ସେତେବେଳେ ଆଲ୍ଲାହ ତାଆଲା ତାର ପ୍ରାର୍ଥନାକୁ ସ୍ୱୀକାର କରିଥାନ୍ତି ଏବଂ ମନୁଷ୍ୟ ତାଙ୍କର ପ୍ରକୃତ ପାତ୍ର ହୋଇଥାଏ ଏବଂ ସେତେବେଳେ ସେ ଏଥିପାଇଁ ଯୋଗ୍ୟ ବିବେଚିତ ହେବ ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଧର୍ମକୁ ହୃଦୟଙ୍ଗମ କରିବାକୁ ସକ୍ଷମ ହୋଇପାରିବ ଏବଂ ଏହାକୁ ବାଦ ଦେଲେ ଯେଉଁମାନେ ଧର୍ମର ଦ୍ୱାହି ଦିଅନ୍ତି ଓ କପଟ ତଥା ଦେଖାଣିଆ ଉପାସନା କରନ୍ତି, ସେମାନଙ୍କର ଏହି ଉପାସନା ଓ ଧର୍ମର ଦ୍ୱାହି ଦେବା ଏକ ପ୍ରକାର ଔପଚାରିକ କାର୍ଯ୍ୟ ଓ ପରମ୍ପରାଗତ ମାନସିକତା ଅଟେ, ଯାହାକି ପୂର୍ବଜମାନଙ୍କୁ ଅନୁକରଣ କରି ଏପରି ପ୍ରଥା ପ୍ରଚଳନ କରାଯାଉଅଛି ଯେଉଁଥିରେ କୌଣସି ବାସ୍ତବିକତା ଓ ଆଧ୍ୟାତ୍ମିକତା ନାହିଁ। ତେଣୁ ଏହା ଧର୍ମପରାୟଣତାର ସେହି ମାର୍ଗ ଅଟେ ଯାହାଦ୍ୱାରା ଆମେମାନେ ଧର୍ମକୁ ବୁଝିବା ଓ ଜାଣିବା ଓ ବ୍ୟବହାରିକ ମାନଦଣ୍ଡ ବା ସ୍ତର ଅଟେ, ଯାହାକୁ ହାସଲ କରିବାକୁ ହଜରତ ମସିହ ମାଉଦ ଆଲୈହିସ୍ସଲାମ ଆମକୁ ଆମର ଧ୍ୟାନ ଆକର୍ଷଣ କରିଛନ୍ତି ଏବଂ ଯାହା ପାଇଁ ଆମକୁ ଚେଷ୍ଟା କରିବା ଉଚିତ ଏବଂ ନିଜର କର୍ମକୁ ସାଙ୍ଗରେ ଘେନି ଆଲ୍ଲାହ ତାଆଲାଙ୍କ ନିକଟରେ ବିନମ୍ରତା ସହ ତଥା ଆକୁଳ ନତମସ୍ତକ ହୋଇ ତାଙ୍କ ସାହାଯ୍ୟ ଭିକ୍ଷା କରିବା ଉଚିତ ଯେ ହେ ପ୍ରଭୁ, ଆମକୁ ଉକ୍ତ ମାନଦଣ୍ଡରୁ ପ୍ରାପ୍ତ କରିବା ପାଇଁ ଓ ହଜରତ ମସିହ ମାଉଦ ଆଲୈହିସ୍ସଲାମଙ୍କ ଆକାଂକ୍ଷାକୁ ପୂର୍ଣ୍ଣ କରିବା ପାଇଁ ସାମର୍ଥ୍ୟ ପ୍ରଦାନ କର। ଏବଂ ଏହା ହିଁ ଧର୍ମପରାୟଣତା ଯାହାକି ପରବର୍ତ୍ତୀ ଆୟତରେ ବର୍ଣ୍ଣିତ ହୋଇଛି, ଯାହା ଓସାର ଉପାଖ୍ୟାନରେ ବର୍ଣ୍ଣିତ ରହିଛି, ତାହାର ରିହାତି ମଧ୍ୟ ସଠିକ୍ ବ୍ୟବହାରର ମଧ୍ୟ ସାମର୍ଥ୍ୟ ଦେଇଥାଏ। ଆଲ୍ଲାହ ତାଆଲା ପ୍ରତ୍ୟେକ ମନୁଷ୍ୟ ଇଚ୍ଛାଧୀନ ଅବସ୍ଥା ଉପରେ ଛାଡ଼ି ଦେଇଛନ୍ତି, କିନ୍ତୁ ଏଥିସହ ସର୍ତ୍ତ ରଖିଛନ୍ତି ଯେ ପ୍ରଥମେ ଧର୍ମପରାୟଣତାକୁ ବିନିଯୋଗ କରାଯାଉ। ଯଦି ଓଷା ରଖିବାର ସାମର୍ଥ୍ୟ ନାହିଁ କିମ୍ବା ଏଭଳି ରୋଗ ରହିଛି ଯହିଁରେ ଓଷା ରଖିବା ଦ୍ୱାରା ଦୁଃସାଧ୍ୟ ହେବ, ଯାହାକି ଏପରି ରୋଗ ବ୍ୟାଧି ଯାହା ସମ୍ପର୍କରେ ଡାକ୍ତର ପରାମର୍ଶ ଦେଇଥାନ୍ତି ଯେ ତୁମେ ଓଷା ରଖିବା ଉଚିତ ନୁହେଁ, ତେବେ ସେ ପରିପ୍ରେକ୍ଷୀରେ ତୁମେ ଫିଦିଆ ଦିଅ, କିନ୍ତୁ କୌଣସି ବାହାନା ଖୋଜି ଫିଦିଆର ଔଚିତ୍ୟତା ସୃଷ୍ଟି କର ନାହିଁ। ବରଂ ହୁଜୁର ଆଲୈହିସ୍ସଲାମ କୁହନ୍ତି, ପୁଣ୍ୟ କାର୍ଯ୍ୟ କରି ଆଜ୍ଞାନୁବର୍ତ୍ତିତ ଆବଶ୍ୟକ। ଏହା ଦେଖିବା ଉଚିତ ଯେ ଆଲ୍ଲାହ ତାଆଲା କେଉଁଭଳି ଉକ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଯଦି କୌଣସି ବ୍ୟକ୍ତି ଧର୍ମପରାୟଣ ମାର୍ଗରେ ପରିଚାଳିତ ହୋଇ ନିଜକୁ ଅନୁଧ୍ୟାନ କରେ, ତେବେ ସେ ଏହା ହୃଦୟଙ୍ଗମ କରିପାରିବ ଯେ ଓଷା ରଖିବା ଶ୍ରେୟସ୍କର କି ଫିଦିଆ ଦେବା ଶ୍ରେୟସ୍କର। କାରଣ ଫିଦିଆ ଏକ ସାମୟିକ ସମାଧାନ ଅଟେ, ଅର୍ଥାତ୍ ଅସ୍ଥାୟୀ ସମାଧାନ ଅଟେ। ଆଲ୍ଲାହ ତାଆଲା ଆଗକୁ ଆହୁରି ଅଧିକ ବର୍ଣ୍ଣନା କରି କୁହନ୍ତି, ଫମନ୍ କାନା ମିନକୁମ୍ ମରିଜନ୍ ଆଓ ଆଲା ସଫରିନ୍ ଫଇଦ୍ଦତୁମ୍ ମିନ୍ ଆಯ್ୟାମିନ୍ ଉଖର୍, ଅର୍ଥାତ୍ ତୁମମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ଏହି ମାସରେ ପୀଡ଼ିତ ଥାନ୍ତି ବା ଯାତ୍ରା କରୁଥାନ୍ତି, ତାହାକୁ ଅନ୍ୟ ଦିନମାନଙ୍କରେ ଏହି ସଂଖ୍ୟା ପୂରଣ କରିବାକୁ ହେବ। ଆଲ୍ଲାହ ତାଆଲା ତୁମମାନଙ୍କ ପାଇଁ ସହଜ ସରଳ କାମନା କରନ୍ତି ଏବଂ ତୁମମାନଙ୍କ ପାଇଁ କଠିନତା ଇଚ୍ଛା କରନ୍ତି ନାହିଁ। ତୁମେମାନେ କଠିନତାରୁ ରକ୍ଷା ପାଇବା ପାଇଁ ସେ ଏହି ଆଦେଶ ଦେଇଛନ୍ତି, ଯଦ୍ୱାରା ତୁମେମାନେ ନିର୍ଦ୍ଦିଷ୍ଟ ସଂଖ୍ୟା ପୂରଣ କରିପାରିବ ଏବଂ ଆଲ୍ଲାହ ତୁମମାନଙ୍କୁ ସତ୍ପଥ ଦେଖାଇଥିବାରୁ ତାଙ୍କ ମହିମା ଗାନ କର, ଫଳରେ ତୁମେମାନେ ତାଙ୍କ ନିକଟରେ କୃତଜ୍ଞ ବିବେଚିତ ହେବ। ତେଣୁ ଯେତେବେଳେ ତୁମମାନଙ୍କର ଏହି ରୋଗ ଦୂରୀଭୂତ ହୋଇଯାଇଥାଏ ଏବଂ ସେତେବେଳେ ତୁମେ ଛାଡ଼ି ଯାଇଥିବା ରୋଜା ପୂରଣ କର ଏବଂ ଯାତ୍ରା ବେଳେ ତୁମର ଛାଡ଼ି ଯାଇଥିବା ରୋଜା ଗୁଡ଼ିକ ମଧ୍ୟ ପୂରଣ କର। ଏହା ବଦଳରେ ତୁମେ ଫିଦିଆ ଦେଇଥାଅ ନା କାହିଁକି? ସୁତରାଂ କଥାଟା ଘୂରିଯାଇ ପୁଣି ସେହି କେନ୍ଦ୍ରସ୍ଥଳୀକୁ ଫେରିଆସୁଛି ଯେ ଧର୍ମପରାୟଣତାକୁ ଅବଲମ୍ବନ କରିବା ଉଚିତ। ଆଲ୍ଲାହ ତାଆଲାଙ୍କୁ ଭୟ ଓ ତାଙ୍କ ଆଦେଶକୁ ସର୍ବଦା ନିଜ ସମ୍ମୁଖରେ ରଖିବା ଉଚିତ ଯେ ଆଲ୍ଲାହ ତାଆଲା ଆମର ଅବସ୍ଥା ସମ୍ପର୍କରେ ଅବଗତ ଅଛନ୍ତି। ତଦନୁଯାୟୀ ନିଷ୍ପତ୍ତି ନେବା ଉଚିତ। ଆଲ୍ଲାହ ତାଆଲାଙ୍କ ନିକଟରେ ଦୁଆ କଲେ ସେ ସଠିକ୍ ପରିସ୍ଥିତି ସୃଷ୍ଟି କରିବେ ଏବଂ ଉତ୍ତମ ପରିଣାମ ମଧ୍ୟ ସୃଷ୍ଟି କରିବେ।
हजरत मसीह मऊद अलैहिस्सलाम कहती ସେହି ବ୍ୟକ୍ତି ଯାହାର ହୃଦୟ ଏହି କଥାରୁ ପ୍ରସନ୍ନ ଯେ ରମଜାନ ମାସ ଆସିଗଲା ଏବଂ ମୁଁ ଏହି ସମୟରେ ଅପେକ୍ଷାରତ ଥିଲି କି ଏହି ମାସରେ ମୁଁ ରୋଜା ରଖିବି ଏବଂ ରୋଗଗ୍ରସ୍ତ ଥିବା ଯୋଗୁଁ ଗତ ବର୍ଷ ମୁଁ ଯେଉଁ ରୋଜା ରଖିପାରିନଥିଲି ତେବେ ଆକାଶ ଲୋକରେ ସେହି ବ୍ୟକ୍ତି ରୋଜାରୁ ବଞ୍ଚିତ ହେବ ନାହିଁ ଅର୍ଥାତ୍ ତା'ର ରୋଜା ସ୍ୱୀକୃତି ହେବ। ହୁଜୁର ଆଲାଇହିସଲାମ କୁହନ୍ତି ସଂସାରରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବାହାନା କରନ୍ତି ଏବଂ ଭାବନ୍ତି ଯେ ଆମେମାନେ ସାଂସାରିକ ବ୍ୟକ୍ତିମାନଙ୍କୁ ଯେଭଳି ଧୋକା ଦେଉଅଛୁ ସେହିପରି ଆଲ୍ଲାହ ତାଆଲାଙ୍କୁ ମଧ୍ୟ ଧୋକା ଦେଇଦେବୁ। ବାହାନା କରୁଥିବା ବ୍ୟକ୍ତି ନିଜ ମନରୁ ସ୍ୱୟଂ କୌଣସି ବାହାନା ଓ ଉପାୟ ଖୋଜି ବାହାର କରି ନେଇଥାଏ ଏବଂ ଆଡ଼ମ୍ବରତା ଆପଣାଇ ତାହାକୁ ସଠିକ୍ ରୂପେ ପୁନରାବୃତ୍ତି କରିଥାଏ। ମଝିରେ କୌଣସି ଆଡ଼ମ୍ବରତା ସାମିଲ କରିନେଲେ ଏହା ହୋଇଗଲା କି ତାହା ହୋଇଗଲା ଏବଂ ସେମାନେ ଏହା ଭାବନ୍ତି ଯେ ତାଙ୍କର ରୋଜା ଛାଡ଼ିବାର ଉପଯୁକ୍ତ କାରଣ ଦର୍ଶାଯାଇଛି କିନ୍ତୁ ବାସ୍ତବରେ ତାହା ଆଲ୍ଲାହ ତାଆଲାଙ୍କ ନିକଟରେ ସଠିକ୍ ନୁହେଁ। ସୁତରାଂ ହୁଜୁର ଆଡ଼ମ୍ବରତା ସମ୍ପର୍କରେ କହିଲେ ଯେ ଆଡ଼ମ୍ବରତାର ଅନେକ ଅଧ୍ୟାୟ ରହିଛି। ସେଥିମଧ୍ୟରୁ ଗୋଟିଏ କୌଣସି ବାହାନା ବାହାର କରାଯାଇ ତେବେ ମନୁଷ୍ୟ କ୍ରମାଗତ ଭାବରେ ବାହାନା କରି ଚାଲିଥାଏ କି ଏମିତି ହୋଇଗଲା ସେମିତି ହୋଇଗଲା। ହୁଜୁର ଆଲାଇହିସଲାମ କହିଲେ କି ଯଦି ମନୁଷ୍ୟ ଏହିପରି ବାହାନାକୁ ଆଳ କରେ ତେବେ ସେ ଆଜୀବନ ବସି ନମାଜ ପଢ଼ିଲେ କିମ୍ବା ରମଜାନ ରୋଜା କଦାପି ରଖିପାରିବ ନାହିଁ। କିନ୍ତୁ ଆଲ୍ଲାହ ତାଆଲା ସେହି ବ୍ୟକ୍ତିର ଅନ୍ତର୍ନିହିତ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ ଅଟନ୍ତି କାରଣ ଆଲ୍ଲାହ ତାଆଲା ସର୍ବଜ୍ଞ ଓ ତତଜ୍ଞ। ସେ ପାତାଳପୁରର ପର୍ଯ୍ୟନ୍ତ କଥା ଜାଣନ୍ତି ତେଣୁ ସେ ଆମର ଅନ୍ତର୍ନିହିତ ଉଦ୍ଦେଶ୍ୟ ସହ ଅବଗତ ଓ ଆମମାନଙ୍କର ସଂକଳ୍ପକୁ ମଧ୍ୟ ଜାଣନ୍ତି। ସୁତରାଂ ଯେଉଁ ବ୍ୟକ୍ତି ମନ ଭିତରେ ନିଷ୍ଠା ଓ ସତ୍ୟତା ତଥା ସଚ୍ଚୋଟତା ରଖିଥାଏ ଆଲ୍ଲାହ ତାଆଲା ତଦନୁଯାୟୀ ତାହା ସହିତ ବ୍ୟବହାର ପ୍ରଦର୍ଶନ କରିଥାନ୍ତି କାରଣ ଆଲ୍ଲାହ ତାଆଲା ତାକୁ ଜାଣନ୍ତି ଯେ ମନରେ ତାହାର କି ସମ୍ବେଦନା ରହିଛି କି ସେ ଆଳ କରୁଛି କାରଣ ହୃଦୟରେ ସମ୍ବେଦନା ଏକ ଗୁରୁତ୍ୱପୂର୍ଣ୍ଣ ବସ୍ତୁ ଅଟେ। ବାହାନା କରୁଥିବା ବ୍ୟକ୍ତି ଅନେକ ସ୍ପଷ୍ଟୀକରଣ ଉପରେ ଭରସା କରନ୍ତି କିନ୍ତୁ ଆଲ୍ଲାହ ତାଆଲା ନିକଟରେ ଏପରି ଭରସା ମୂଲ୍ୟହୀନ ଅଟେ। ସୁତରାଂ ଆମମାନଙ୍କ ନିଜ ସମ୍ମୁଖରେ ଏହି ନୀତି ଓ ଆଦର୍ଶକୁ ରଖିବା ଉଚିତ ଯାହା ଆଲ୍ଲାହ ତାଆଲା ସ୍ପଷ୍ଟ କରିଛନ୍ତି ଯେ ଯେଉଁ ବ୍ୟକ୍ତି ଯାତ୍ରୀ ଅବା ରୋଗରେ ପୀଡ଼ିତ ଅଟେ ତା ପାଇଁ କୌଣସି କଠିନତା ନାହିଁ। ସେ ପରେ ନିଜ ଛାଡ଼ି ଯାଇଥିବା ରୋଜାକୁ ପୂରଣ କରୁ। କିନ୍ତୁ ଏଥିସହିତ ହଜରତ ମସିହ ମଉଦ ଆଲାଇହିସଲାମ କୁହନ୍ତି ଏହିପରି ପରିସ୍ଥିତିରେ ବି ତୁମେ ଫିଦିଆ ଦିଅ କାରଣ ଏହାଦ୍ୱାରା ତୁମ ପାଇଁ ରୋଜା ରଖିବା ପାଇଁ ସାମର୍ଥ୍ୟ ଲାଭ ହେବ। ଏତଦ୍ୱାରା ତୁମକୁ ରୋଜା ରଖିବାର ସାମର୍ଥ୍ୟ ଲାଭ ହେବ। ଲୋକମାନେ ଆଜିକାଲି ଏହି କରୋନା ସଂକ୍ରମଣ ଯୋଗୁଁ ମୋତେ ପ୍ରଶ୍ନ କରୁଛନ୍ତି ଯଦି ତଣ୍ଟି ଶୁଖିଯାଏ କିମ୍ବା ରୋଗର ଆଶଙ୍କା ଦେଖାଦିଏ ତେବେ ଆମେ ରୋଜା ରଖିବୁ କି ନାହିଁ। ତେଣୁ ମୁଁ ଏ ସଂକ୍ରାନ୍ତରେ କୌଣସି ସର୍ବସାଧାରଣ ରୂପେ କୌଣସି ରାୟ ଦେବି ନାହିଁ। ମୁଁ ଏ ସଂକ୍ରାନ୍ତରେ ମାତ୍ର ଏତିକି କହିବି କି ତୁମେମାନେ ନିଜ ଅବସ୍ଥାକୁ ନିଜେ ନିରୀକ୍ଷଣ କର ଓ ନିଜେ ନିଷ୍ପତ୍ତି ନିଅ ଏବଂ ନିର୍ମଳ ହୃଦୟ ହୋଇ ଧର୍ମପରାୟଣତା ମାର୍ଗରେ ଅବିଚଳିତ ହୋଇ ନିଜ ମନକୁ ପ୍ରଶ୍ନ କରି କୌଣସି ନିଷ୍ପତ୍ତି ନିଅ କାରଣ କୁରାନ କରୀମରେ ତ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ଯଦି ତୁମେ ରୋଗୀ କିମ୍ବା ଯାତ୍ରୀ ଅଟ ତେବେ ରୋଜା ରଖ ନାହିଁ କାରଣ ରୋଗୀ ହୋଇଯିବାର ଆଶଙ୍କା ଯଦି କରାଯାଏ ତେବେ ତାହା ତ୍ରୁଟି ହେବ। ଯେପରି ହଜରତ ମସିହ ମଉଦ ଆଲାଇହିସଲାମ ପୂର୍ବରୁ କହିଛନ୍ତି ଯେ ଗୋଟିଏ ବାହାନା ଖୋଜିବାକୁ ଯାଇ ଅନ୍ୟ ବାହାନା ବାହାରିଥାଏ ସେହିପରି ଭାବରେ କ୍ରମାଗତ ଭାବରେ ବାହାନା ବାହାରି ଚାଲେ। ଯଦି କୌଣସି ବ୍ୟକ୍ତି ଏହା କୁହେ କି ଡାକ୍ତରମାନେ କହିଛନ୍ତି ଯେ ଯଦି ତୁମେ ରୋଜା ରଖ ତେବେ ତୁମର ଅସୁବିଧା ହେବ ତେବେ ଏ ସଂକ୍ରାନ୍ତରେ ମୁଁ ବିଭିନ୍ନ ବିଶେଷଜ୍ଞ ଡାକ୍ତରମାନଙ୍କ ସହ ପରାମର୍ଶ କରିଛି ସେମାନେ ମଧ୍ୟ ଭିନ୍ନ ମତ ପ୍ରକାଶ କରିଛନ୍ତି। କେତେକ ବିଶେଷଜ୍ଞ ଡାକ୍ତର ଲେଖିଛନ୍ତି ଯେ ଏହା କୌଣସି ସୁନିଶ୍ଚିତ କଥା ନୁହେଁ ଯେ ରୋଜା ରଖିବା ଦ୍ୱାରା ରୋଗ ହୋଇଯିବ। ହଁ ଯଦି ରୋଗର ଲକ୍ଷଣ ତୁମଠାରେ ଦେଖାଦିଏ ଉଦାହରଣ ସ୍ୱରୂପ ଥଣ୍ଡା କାଶ ସାମାନ୍ୟ ଜ୍ୱର ହୁଏ ତେବେ ରୋଜା ଛାଡ଼ି ଦିଅନ୍ତୁ
ଏପରି କୌଣସି ଲକ୍ଷଣ ଦେଖାଦେଲେ ଆପଣ ରୋଜା ରଖନ୍ତୁ ନାହିଁ ଏବଂ ଯଦି ରଖିଛନ୍ତି ତେବେ ରୋଜା ଭାଙ୍ଗି ଦିଅନ୍ତୁ। ତେଣୁ ଯେଉଁ ଡାକ୍ତରମାନେ ଏହି କଥାରେ ରୁଚି ରଖନ୍ତି ଯେ ରୋଜା ରଖିବା ଅନୁଚିତ କିମ୍ବା ଏଭଳି କେତେକ ସର୍ତ୍ତାବଳୀ ଲାଗୁ କରନ୍ତି ଯାହାର ଏହା ପରିଣାମ ବାହାରେ ଯେ ମୁଁ ରୋଜା ନ ରଖିଲେ ଭଲ ହେବ, ତେଣୁ ମୁଁ କହି ରଖୁଛି କି ସେମାନଙ୍କର ଏହି ରାୟ ମଧ୍ୟ ସ୍ପଷ୍ଟ ରାୟ ନୁହେଁ, କାରଣ ସେମାନେ ରୋଗୀକୁ ବହୁତ ହାଇପର କରିଦିଅନ୍ତି ଏବଂ ଏହା ମଧ୍ୟ କୁହନ୍ତି ଯେ ଆପଣ ନିଜର ଖିଆପିଆର ଯତ୍ନ ନିଅନ୍ତୁ, ତାପରେ ଯାଇ ରୋଜା ରଖନ୍ତୁ। ବର୍ତ୍ତମାନ ଯେଉଁମାନେ ଗରିବ ଲୋକ ଅଟନ୍ତି ସେମାନେ କିପରି ଓ କେଉଁ ବସ୍ତୁର ଧ୍ୟାନ ରଖିବେ? ତେବେ ସେ ଯାହା ହେଉ ନା କାହିଁକି ବିଭିନ୍ନ ପ୍ରକାର ମତକୁ ଦୃଷ୍ଟିପାତ କରିବା ବା ଧ୍ୟାନ ରଖିବା ଏହି ନିଷ୍ପତ୍ତିରେ ଉପନୀତ ଯେ ରୋଜା ରଖିବାରେ କୌଣସି ଆପତ୍ତି ନାହିଁ। ହଁ, ଯଦି ଉପରୋକ୍ତ ବର୍ଣ୍ଣିତ ସାମାନ୍ୟ ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ରୋଜାରୁ ନିବୃତ୍ତ ରହିବା ଉଚିତ। କିନ୍ତୁ କେତେକ ଲୋକଙ୍କର ଏହି ଚିନ୍ତାଧାରା ରହିଛି ଯେ ଯେଉଁ ଘରେ ରୋଗ ଅଛି ଏବଂ ସେହି ବ୍ୟକ୍ତି ସ୍ୱୟଂ ଏହା ଆଶା କରେ କି ମୁଁ ସୁସ୍ଥ ହେଲେ ବି ମୁଁ ରୋଜା ରଖିବି ନାହିଁ, କିନ୍ତୁ ଅନ୍ୟ ଡାକ୍ତରଙ୍କ ପରାମର୍ଶ ଏହାର କୌଣସି ଔଚିତ୍ୟତା ନାହିଁ। ସେ ଯାହା ହେଉନା କାହିଁକି ରୋଜା ରଖିବା ଓ ଖୋଲିବା ସମୟରେ ପ୍ରଚୁର ପରିମାଣରେ ଜଳ ବ୍ୟବହାର କରିବା ଉଚିତ ଏବଂ ଯେଉଁ ବ୍ୟକ୍ତିମାନେ ଶଙ୍କାରେ ଗତି କରୁଛନ୍ତି ବା ଆମେ ବେମାର ହୋଇପଡ଼ିଛୁ ତେବେ ସେମାନେ ନିଜ କ୍ଷେତ୍ରରେ ଏହା କରନ୍ତୁ କି ସେମାନେ ଏପରି ପାନୀୟ ଖାଦ୍ୟର ଖର୍ଚ୍ଚ ବରଦାସ୍ତ କରିପାରିବେ, ତେବେ ସେମାନେ ଏହିଭଳି ପାନୀୟ ଖାଦ୍ୟ ଖାଆନ୍ତୁ ଯାହାକି ଶରୀରକୁ ଅଧିକରୁ ଅଧିକ ଜଳ ପ୍ରଦାନ କରିବ। ସେ ଯାହା ହେଉନା କାହିଁକି ଯେତେବେଳେ ଡାକ୍ତରମାନଙ୍କ ମତ ଓ ପରାମର୍ଶରେ ଭିନ୍ନତା ରହିଛି, ଯେଉଁଥିରେ ଆମେରିକାର ଡାକ୍ତରମାନେ ମଧ୍ୟ ସାମିଲ ଅଛନ୍ତି, ଜର୍ମାନୀର ଡାକ୍ତରମାନେ ମଧ୍ୟ ସାମିଲ ଅଛନ୍ତି ଏବଂ ଏଠାକାର ସ୍ଥାନୀୟ ଅର୍ଥାତ୍ ଲଣ୍ଡନର ଡାକ୍ତରମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି, ତେବେ ଅକାରଣରେ ରୋଜା ଛାଡ଼ିବା ଜରୁରୀ ଅଟେ। ତେବେ ଯଦି ଆମେ ଏଭଳି ଆଚରଣ ପ୍ରଦର୍ଶନ କରୁ ତେବେ ଆମେମାନେ ସେହି ବର୍ଗରେ ଅନ୍ତର୍ଭୁକ୍ତ ହୋଇଯିବା ଯାହା ସମ୍ପର୍କରେ ହଜରତ ମସିହ ମଉଦ ଆଲୈହିସ୍ସଲାତ କହିଛନ୍ତି କି ଏହିପରି ଲୋକମାନେ ରୋଜା ରଖିବାରେ ବାହାନା କରିଥାନ୍ତି। ହଁ, ସତର୍କତା ବିଧେୟ ଅଟେ। ଯେଉଁମାନେ କମ୍ ମାତ୍ରାରେ ଜଳପାନ କରନ୍ତି ସେମାନଙ୍କ ଶରୀରରେ ଜଳାଭାବ ପରି ସଙ୍କଟ ଦେଖା ଦେଇଥାଏ। ସେମାନେ ସାମାନ୍ୟ ପରିସ୍ଥିତିରେ ରୋଜା ତ ରଖନ୍ତି, କିନ୍ତୁ ସେମାନେ ସେହି ସାମାନ୍ୟ ପରିସ୍ଥିତିରେ ମଧ୍ୟ ସଠିକ୍ ମାତ୍ରାରେ ଜଳପାନ କରନ୍ତି ନାହିଁ, ଯାହାଫଳରେ କି ସେମାନଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖା ଦେଇଥାଏ। ଆମର ଚୌଧୁରୀ ନଜିର ସାହେବ ନାମକ ଜଣେ ଗୁରୁଜନ ଥିଲେ। ସେ ପୁରା ଦିନ ଘୁରି ବୁଲିଥାନ୍ତି ଏବଂ ଯେତେବେଳେ ଆମେମାନେ ପାଣି ପିଇବାକୁ ଆସିଥାଉ ସେତେବେଳେ ସେ ପାଣି ଆଡ଼କୁ ଝାମ୍ପିବା ପାଇଁ ଉଦ୍ୟମ କରୁଥିଲେ, କିନ୍ତୁ ମୁଁ ତାଙ୍କୁ ଅନେକ ଥର ପଚାରିଲି ସେ ଉତ୍ତର ଦେଲେ ଯେ ମୁଁ ଅନେକ ଥର ବହୁତ ପାଣି ପିଇଦିଏ, ବେଳେବେଳେ ପିଇ ନଥାଏ। ସେ କୁହନ୍ତି ମୋର ପାଣିର ଆବଶ୍ୟକତା ହିଁ କମ୍ ଅଟେ। ସେ ଯାହା ହେଉନା କାହିଁକି ବିଭିନ୍ନ ସ୍ୱଭାବର ବ୍ୟକ୍ତି ରହିଛନ୍ତି, ତେଣୁ ଏଭଳି ପରିସ୍ଥିତିରେ ଯଥାସମ୍ଭବ ଏଥିପ୍ରତି ଧ୍ୟାନ ଦେବା ଉଚିତ। ସେ ଯାହା ହେଉନା କାହିଁକି ଏହା ନିଜର ଅବସ୍ଥା ଓ ସ୍ୱଭାବକୁ ଦେଖି ପ୍ରତ୍ୟେକ ବ୍ୟକ୍ତି ନିଜର ବିବେକାନୁମୋଦିତ ଉତ୍ତର ତଥା ନିଷ୍ପତ୍ତି ନେବା ଉଚିତ। ଏହା ଦୁଆ କରନ୍ତୁ ଯେ ଆଲ୍ଲାହ ତାଆଲାଙ୍କର ସାହାଯ୍ୟ ଭିକ୍ଷା କରି ରୋଜା ରଖିବା ପାଇଁ ଏବଂ ଏହି ଦିନମାନଙ୍କରେ ଅଧିକରୁ ଅଧିକ ଦୁଆ କରନ୍ତୁ। ଆଲ୍ଲାହ ତାଆଲା ମନୁଷ୍ୟମାନଙ୍କୁ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ, ସେମାନେ ଆଲ୍ଲାହ ତାଆଲାଙ୍କୁ ଚିହ୍ନନ୍ତୁ, ସେମାନେ ଅତି ଶୀଘ୍ର ଉତ୍କ ସଂକ୍ରମଣ ରୋଗକୁ ସଂସାରରୁ ନାଶ କରି ସଂସାରବାସୀଙ୍କୁ ଉପରେ ଦୟା କରନ୍ତୁ ଓ ଆମେ ଅହମଦୀମାନେ ମଧ୍ୟ ଆଲ୍ଲାହ ଓ ତାହାର ଭକ୍ତଙ୍କ କର୍ତ୍ତବ୍ୟ ଧର୍ମପରାୟଣତା ମାର୍ଗରେ ପ୍ରତିଷ୍ଠିତ ରହି ସମ୍ପାଦନ କରୁ ଏବଂ ରମଜାନର ବରକତରୁ ପୂର୍ଣ୍ଣ ରୂପେ ଉପକୃତ ହେଉ। ଏକଥା ମଧ୍ୟ ମନେ ରଖନ୍ତୁ କି ଆଜିକାଲି ଯେଉଁ ମହାମାରୀ ସଂକ୍ରମଣ ଦ୍ୱାରା ସମଗ୍ର ବିଶ୍ୱରେ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଯାଇଛି, ପୁଣି ଏପରି ସଙ୍କଟାପନ୍ନ ପରିସ୍ଥିତିରେ ଯୁଦ୍ଧର ଆଶଙ୍କା ମଧ୍ୟ ବେଶ୍ ବଢ଼ିଯାଇଛି। ଅନେକ ସମୀକ୍ଷକ ଏପରି ଆଲୋଚନା ମଧ୍ୟ କରୁଛନ୍ତି, ପୁଣି ସଂସାରପ୍ରେମୀ ପ୍ରଶାସନ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ସାଂସାରିକ ଆଳରେ ଏହାର
ସମାଧାନ ଖୋଜିବାକୁ ଚେଷ୍ଟା କରୁଛନ୍ତି। ଅର୍ଥାତ୍ ଏପରି ଆଲୋଚନା କରି ନିଜର ରାଜ୍ୟବାସୀଙ୍କ ଧ୍ୟାନ ଭଟକାଉଛନ୍ତି। ଏଭଳି ଆଲୋଚନା କରି କିନ୍ତୁ ପରେ ଏହା ହିଁ ଅନେକ ସମସ୍ୟାର ବାଟ କାଢ଼ି ଦେଇଥାଏ, ଯଦ୍ୱାରା ଅଧିକ କ୍ଷୟକ୍ଷତିର ମଣିଷ ସମ୍ମୁଖୀନ ହୋଇଥାଏ। ଆଲ୍ଲାହ ତାଆଲା ଶକ୍ତିଶାଳୀ ଦେଶମାନଙ୍କୁ ମଧ୍ୟ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ, ଯେପରି ସେମାନେ ଏଭଳି ପଦକ୍ଷେପ ଗ୍ରହଣ କରିବାରୁ ନିବୃତ୍ତ ରୁହନ୍ତୁ, ଯଦ୍ୱାରା ବିଶ୍ୱ ଅଧିକ କ୍ଷତିଗ୍ରସ୍ତ ହେବାରୁ ରକ୍ଷା ପାଇଯାଉ। ଆଜିକାଲି ଖବରକାଗଜରେ ମଧ୍ୟ ଏଭଳି ଆଲୋଚନାମାନ ମଧ୍ୟ ପ୍ରକାଶିତ ହେଉଅଛି କି ଆମେରିକା ଇରାନକୁ ଧମକ ଦେଉଛି ଓ ଚୀନ ଉପରେ ଅଭିଯୋଗ ଆଣୁଛି କି ସେ ସଠିକ୍ ସୂଚନା ଦେଇନାହିଁ, ତେଣୁ ତାହା ଉପରେ ମୋକଦ୍ଦମା ହେବା ଉଚିତ। ଆମେ ତାହା ସହ ଏଭଳି କରିଦେବୁ, ସେପରି କରିଦେବୁ, ଇରାନ ସହ ଏପରି ବ୍ୟବହାର ଆଚରଣ କରିବୁ। ତେବେ ଆମେରିକା ଓ ଅନ୍ୟ ଦେଶମାନଙ୍କୁ ମଧ୍ୟ ଚିନ୍ତନ ଓ ଅନୁଧ୍ୟାନ କରିବା ଉଚିତ। ଏଭଳି ଜଟିଳ ପରିସ୍ଥିତିରେ କୌଣସି ଭୁଲ ପଦକ୍ଷେପ ଉଠାଇବା ପରିବର୍ତ୍ତେ ସକାରାତ୍ମକ ଚିନ୍ତା ଓ ପ୍ଲାନିଂ କରି ଆଲ୍ଲାହ ତାଆଲାଙ୍କ ଶରଣାଗତ ହୋଇ ତାଙ୍କ ସାହାଯ୍ୟ ଭିକ୍ଷା କରିବା ଉଚିତ। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦୁଆ ଓ ଚେଷ୍ଟା କରିବା ଉଚିତ। ଏହି ମହାମାରୀ ଟୀକା ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକମାନେ ଯେଉଁ ପ୍ରୟାସ ଚଳାଇଛନ୍ତି, ସେଥିରେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ। ଆଲ୍ଲାହ ତାଆଲା ଆମକୁ ନିଜ ଅବସ୍ଥାରେ ସଂସ୍କାର ଆଣିବାକୁ ଶକ୍ତି ପ୍ରଦାନ କରନ୍ତୁ ଓ ବିଶ୍ୱର ମହାଶକ୍ତିମାନଙ୍କୁ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ କି ସେମାନେ ନିଜ ପରିସ୍ଥିତି ଅନୁଯାୟୀ ଯୋଜନା ପ୍ରସ୍ତୁତ କରି ସେଥି ମୁତାବକ କାର୍ଯ୍ୟକାରୀ କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ଆମିନ୍। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. من يهده الله فلا مضل له ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله، إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.